ତାପରେ କୁରୁ ରାଜବଂଶର ମହାନ ବୀର ମହାପୁରୁଷ ଭୀମ ଯୋଦ୍ଧାମାନଙ୍କର ଦାଦା ସିଂହର ଶବ୍ଦ ପରି ଅତି ଉଚ୍ଚ ସ୍ୱରରେ ତାଙ୍କ ଶଙ୍ଖ ଫୁଙ୍କି ଦୁର୍ଯ୍ୟୋଧନଙ୍କୁ ଆନନ୍ଦ ଦେଲେ। ତେଣୁ ଦୁର୍ଯ୍ୟୋଧନ ସନ୍ଦେହ କରୁଥିଲେ ଯେ ମୋର ଜେଜେବାପା ଭୀଷ୍ମ ଅନ୍ୟ ଦଳ ପ୍ରତି ଅଧିକ ସ୍ନେହଶୀଳ ଅଟନ୍ତି, ତେଣୁ ସେ ଯୁଦ୍ଧରେ ବିନମ୍ର ହୋଇପାରନ୍ତି ନାହିଁ। ତେଣୁ ଦୁର୍ଯ୍ୟୋଧନଙ୍କୁ ଉତ୍ସାହିତ କରିବା ପାଇଁ ତସ୍ୟ ସଞ୍ଜନମ ହର୍ଷମ, ଭାବ ନାହିଁ ଯେ ମୁଁ ନମ୍ର ଅଟେ, ମୁଁ ଶକ୍ତିଶାଳୀ ଅଟେ। ସଙ୍ଗେ ସଙ୍ଗେ ଉତ୍ସାହିତ କରିବା ପାଇଁ ସେ ଶଙ୍ଖ ଫୁଙ୍କିଲେ। ଆଜିକାଲି ସେମାନେ ବିଗୁଲ ବ୍ୟବହାର କରନ୍ତି, ପୂର୍ବରୁ ରାଜାମାନେ ଶଙ୍ଖ ବ୍ୟବହାର କରୁଥିଲେ। ଏବଂ ତାହା ନୁହେଁ ଆଧୁନିକ ଯୁଗରେ ଯୁଦ୍ଧ ହୁଏ, ବେଚାରା ସୈନିକ ଯୁଦ୍ଧ କରିବାକୁ ଆସନ୍ତି ଏବଂ ନେତାମାନେ ସୁରକ୍ଷିତ ସ୍ଥାନରେ ରହିଥାନ୍ତି। ଏହା ସେପରି ନୁହେଁ। ସମସ୍ତେ ବାହାରକୁ ଆସିଲେ। କ୍ଷତ୍ରିୟ ଭୀଷ୍ମଦେବ ଆସିଲେ, ଦୁର୍ଯ୍ୟୋଧନ ଆସିଲେ, ଅର୍ଜୁନ ଆସିଲେ ଏବଂ ମୁହାଁମୁହିଁ ସେମାନଙ୍କୁ ଯୁଦ୍ଧ କରିବାକୁ ପଡ଼ିଲା। ଏହା ନୁହେଁ ଯେ ବେଚାରା ସୈନିକମାନେ ଯୁଦ୍ଧ କରି ଏକ ସୁରକ୍ଷିତ ସ୍ଥାନରେ ରହିବେ। ନା, ତସ୍ୟ ସଞ୍ଜନୟନ ହର୍ଷମ କୁରୁବୃଦ୍ଧ ରାଜବଂଶର ସବୁଠାରୁ ବୟସ୍କ ବ୍ୟକ୍ତି। କୁରୁ ରାଜବଂଶ ପିତାମହ ସେ ଅର୍ଜୁନ ଏବଂ ଦୁର୍ଯ୍ୟୋଧନଙ୍କ ଦାଦା ଅଟନ୍ତି। ଧୃତରାଷ୍ଟ୍ରଙ୍କ ବଡ଼ ମାମୁଁ, ତାଙ୍କ ପିତାଙ୍କ ବଡ଼ ଭାଇ। ସେ ବହୁତ ବୃଦ୍ଧ ଥିଲେ, ବ୍ରହ୍ମଚାରୀ, ଏବଂ ସେ ବୃଦ୍ଧାବସ୍ଥାରେ ମଧ୍ୟ ସେ ଯୁଦ୍ଧର ବିପଦକୁ ଗ୍ରହଣ କଲେ। ଏହା ହେଉଛି କ୍ଷତ୍ରିୟ ଆତ୍ମା। କେବଳ ସେତିକି ନୁହେଁ, ଧୃତରାଷ୍ଟ୍ର ପଳାୟନ କଲେ ଏଥିପାଇଁ ନୁହେଁ ଯେ ସେ ଶାରୀରିକ ଭାବରେ ଅକ୍ଷମ ଅନ୍ଧ ଥିଲେ ବୋଲି ସେ ଯୁଦ୍ଧକ୍ଷେତ୍ରକୁ ଆସିନଥିଲେ। ଅନ୍ୟଥା ଭୀଷ୍ମଦେବ ମଧ୍ୟ ବୃଦ୍ଧାବସ୍ଥାରେ ଆସିଥିଲେ। ଏହା ହେଉଛି କ୍ଷତ୍ରିୟ ଆତ୍ମା। ଯୁଦ୍ଧ ହେଲେ ବିଶ୍ରାମ ନଥାଏ ଏବଂ ଯୁଦ୍ଧର ଅର୍ଥ ହେଉଛି ଅନ୍ୟ ଦଳକୁ ହତ୍ୟା କରାଯାଉ କିମ୍ବା ମୋତେ ହତ୍ୟା କରାଯିବ। ଏହା ନୁହେଁ ଯେ କୌଣସି ନିଷ୍ପତ୍ତି ବିନା ଯୁଦ୍ଧ ବନ୍ଦ ହେବ। ନା, ତାହା ହୋଇପାରିବ ନାହିଁ। ଦୁଇଟି ଦଳ ଥିଲେ ନିଶ୍ଚିତ ଭାବରେ ଯୁକ୍ତିତର୍କ ହେବ। ଗୋଟିଏ ଦଳ, ତେଣୁ ନିଷ୍ପତ୍ତି ହେଉଛି ଯେ ତୁମେ ମୋତେ ହତ୍ୟା କର କିମ୍ବା ମୁଁ ତୁମକୁ ହତ୍ୟା କରେ। ତାହା ନୁହେଁ ଯେ ବିନା ହତ୍ୟା ଆମ ମଧ୍ୟରୁ ଜଣକୁ ହତ୍ୟା ନ କରି ଯୁଦ୍ଧ ବନ୍ଦ ହୋଇପାରିବ ନାହିଁ। ଯେପରି ଜରାସନ୍ଧ ଭୀମ ସହ ଯୁଦ୍ଧ କରୁଥିଲେ। ଦିନ ସମୟରେ ଯୁଦ୍ଧ ଚାଲିଥିଲା ଏବଂ ରାତିରେ ଭୀମ ଜରାସନ୍ଧର ଅତିଥି ଥିଲେ। ଯେମିତି ଅତିଥିଙ୍କୁ ସମ୍ମାନିତ କରାଯାଏ ସମସ୍ତ ଦଳ, କିନ୍ତୁ ଦିନରେ ଯୁଦ୍ଧ ଚାଲିଥିଲା ଏବଂ ଏହି ଯୁଦ୍ଧ 28 ଦିନ ପର୍ଯ୍ୟନ୍ତ ଚାଲିଲା। ତଥାପି କୌଣସି ନିଷ୍ପତ୍ତି ନଥିଲା। ତାପରେ କୃଷ୍ଣ ସୂଚାଇ ଦେଲେ ଭୀମସେନ ଯେ ଜରାସନ୍ଧଙ୍କର ଏକ ତ୍ରୁଟି ଅଛି। ତାଙ୍କ ଦୁଇଟି ଶରୀର ଯୋଡ଼ି ହୋଇଛି। ଯଦି ତାଙ୍କୁ ଦୁଇ ଭାଗ କରିହୁଏ ତେବେ ତାଙ୍କୁ ହତ୍ୟା କରାଯାଇପାରିବ। ତେଣୁ ପରେ ଭୀମସେନ ସେହି ନୀତି ଆପଣେଇଲେ ଏବଂ ଜରାସନ୍ଧଙ୍କୁ ହତ୍ୟା କରାଯାଇଥିଲା। ତେଣୁ କ୍ଷତ୍ରିୟଙ୍କ ମଧ୍ୟରେ ଯୁଦ୍ଧ ହେଲେ କୌଣସି ଦଳ ନିହତ ନ ହେବା ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ ହୋଇପାରିବ ନାହିଁ। ଏହା ହେଉଛି କୁରୁକ୍ଷେତ୍ର ଯୁଦ୍ଧ। ପୂର୍ବ ରାଜା ଏବଂ କ୍ଷତ୍ରିୟଙ୍କ ଇତିହାସ ଦେଖିବା ପାଇଁ ସେମାନେ କିପରି ସ୍ଥିର ହୋଇଥିଲେ, ଏହା କ୍ଷତ୍ରିୟର ଯୋଗ୍ୟତା ମଧ୍ୟରୁ ଗୋଟିଏ। ଯୁଦ୍ଧରୁ ଦୂରେଇ ନ ଯିବା। ଯୁଦ୍ଧର ଆହ୍ୱାନ ଥିଲେ ତୁରନ୍ତ ଏକ କ୍ଷତ୍ରିୟ ଗ୍ରହଣ କରିବେ। ତାହା ହେଉଛି କ୍ଷତ୍ରିୟ ଆତ୍ମା। ଈଶ୍ୱର ଭାବଞ୍ଚ ଏବଂ ଅନ୍ୟମାନଙ୍କ ଉପରେ ଶାସନ କରିବା ଏବଂ ପରୋପକାରୀ, ଏଗୁଡ଼ିକ କ୍ଷତ୍ରିୟର ଲକ୍ଷଣ ଅଟେ। ଏହା ଭଗବଦ୍ ଗୀତାରେ ବ୍ୟାଖ୍ୟା ହେଇଛି। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଯୋଗ୍ୟତା, ଚମତ୍କାର ବର୍ଣ୍ଣନା, ବୈଦିକ ସଭ୍ୟତା, ସମସ୍ତେ ସର୍ବୋଚ୍ଚ ବ୍ୟକ୍ତିଙ୍କ ଦ୍ୱାରା ମାର୍ଗଦର୍ଶନ ହୁଅନ୍ତି। ବ୍ରାହ୍ମଣ କ୍ଷତ୍ରିୟଙ୍କୁ ମାର୍ଗଦର୍ଶନ କରନ୍ତି, କ୍ଷତ୍ରିୟ ବୈଶ୍ୟଙ୍କୁ ମାର୍ଗଦର୍ଶନ କରନ୍ତି
ଏବଂ ବୈଶ୍ୟ ଶୂଦ୍ରଙ୍କୁ ନିୟୋଜିତ କରନ୍ତି। ଚାତୁର୍ବର୍ଣ୍ଣ୍ୟମ୍ ମୟା ସୃଷ୍ଟମ୍ ଗୁଣକର୍ମ ବିଭାଗ ସହ। ଏହିପରି ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ରଙ୍କର 4ଟି ବିଭାଗ ସମଗ୍ର ସମାଜକୁ ସୁନ୍ଦର ଭାବରେ ପରିଚାଳନା କରନ୍ତି। କ୍ଷତ୍ରିୟମାନଙ୍କ ଦାୟିତ୍ୱ ନାଗରିକଙ୍କୁ ସୁରକ୍ଷା ଦେବାକୁ ଥିଲା। ସେହିଭଳି ପଶୁମାନଙ୍କୁ ସୁରକ୍ଷା ଦେବା ବୈଶ୍ୟଙ୍କ କର୍ତ୍ତବ୍ୟ ଥିଲା। କୃଷିଗୋ ରକ୍ଷ ବାଣିଜ୍ୟମ୍ ବୈଶ୍ୟକର୍ମ ସ୍ୱଭାବଜମ୍। ବୈଶ୍ୟ ସେମାନେ କୃଷି ଉତ୍ପାଦନ ଏବଂ ଗାଈଙ୍କୁ ସୁରକ୍ଷା ଦେବାରେ ନିଜକୁ ନିୟୋଜିତ କରିବା ଉଚିତ। ବିଶେଷ ଭାବରେ ଗୋରକ୍ଷା, ଗାଈ ସୁରକ୍ଷା ବ୍ୟାଖ୍ୟା ହୋଇଛି ରାଜ୍ୟ ବ୍ୟାପାର ମଧ୍ୟରୁ ଅନ୍ୟତମ ଅଟେ। କିନ୍ତୁ ବର୍ତ୍ତମାନ ଗାଈର ସୁରକ୍ଷା ନାହିଁ। ବେଚାରା ଗାଈ କେବଳ କ୍ଷୀର ବିତରଣ କରି ସେମାନଙ୍କୁ ବଧ କରାଯାଏ। ଆଧୁନିକ ସମାଜ କେତେ ପାପୀ ଅଟେ। ତଥାପି ସେମାନେ ଶାନ୍ତି ଏବଂ ସମୃଦ୍ଧତା ଚାହୁଁଛନ୍ତି, ତାହା ସମ୍ଭବ ନୁହେଁ। ସମାଜ ବିଭାଜିତ ହେବା ଜରୁରୀ। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଏବଂ ସେମାନେ ନିଜର ଉପଯୁକ୍ତ କର୍ତ୍ତବ୍ୟ ପାଳନ କରିବା ଜରୁରୀ। ଏବଂ ବୈଶ୍ୟ ଗାଈମାନଙ୍କୁ ସୁରକ୍ଷା ଦେବା ଉଚିତ ଏବଂ ଶୂଦ୍ର ଉଚ୍ଚ 3ଟି ବିଭାଗର ନିର୍ଦ୍ଦେଶନାରେ କାର୍ଯ୍ୟ କରିବା ଉଚିତ। ଏହି ଉପାୟରେ ସୁନ୍ଦର ପରିଚାଳନା ହେବ। ତାପରେ ଯେପରି କୁହାଯାଇଛି ମହାରାଜା ଯୁଧିଷ୍ଠିରଙ୍କ ସମୟରେ, କାମମ୍ ବବର୍ଷ ପର୍ଜନ୍ୟ। ତାପରେ ପ୍ରକୃତି ମଧ୍ୟ ସାହାଯ୍ୟ କରିବ। ନିର୍ଦ୍ଦେଶ ଅନୁଯାୟୀ ତୁମେ ସବୁ ଜିନିଷ ଠିକ୍ ରଖ, ତେବେ ପ୍ରକୃତି ମଧ୍ୟ ତୁମକୁ ସାହାଯ୍ୟ କରିବ। ପ୍ରକୃତି ତୁମକୁ ପର୍ଯ୍ୟାପ୍ତ ଖାଦ୍ୟ ପଦାର୍ଥ ଦେବ। ବବର୍ଷ ପର୍ଜନ୍ୟ କାମମ୍। ଜୀବନର ଆବଶ୍ୟକତା ଯାହା ବି ହେଉ, ଏହା ପ୍ରକୃତି ଦ୍ୱାରା କେବଳ ଜଳ ଢାଳିବା ଦ୍ୱାରା ଯୋଗାଇ ଦିଆଯିବ। ବୃଷ୍ଟି ବାସ୍ତବରେ ବର୍ତ୍ତମାନ ସମଗ୍ର ବିଶ୍ୱ ମରୁଡ଼ି ପାଇଁ ଯନ୍ତ୍ରଣା ଭୋଗୁଛି। ବର୍ଷାର ଅଭାବ ଦେଖାଯାଇଛି ଏବଂ ବର୍ଷା 1-2 ବର୍ଷ ପାଇଁ ବନ୍ଦ ହୋଇଯାଏ, ତେବେ ସେଠାରେ ବିପଦ ସୃଷ୍ଟି ହେବ। ଏହା ପୂର୍ବରୁ ମଧ୍ୟ ଅଛି ବିପଦ। ଭାରତରେ ଦୁର୍ଭିକ୍ଷ ଅଛି, କାରଣ ଅଧିକ କୃଷି ବିଶେଷଜ୍ଞ ଅଛନ୍ତି, ତେଣୁ ଦୁର୍ଭିକ୍ଷ ଅଛି। ଅନ୍ୟ ଦେଶରେ ଶିଳ୍ପ ଅଛି, କିନ୍ତୁ ଭାରତ ଶିଳ୍ପାନୁଷ୍ଠାନରେ ଏତେ ଉନ୍ନତ ନୁହେଁ, ତେଣୁ ପାଣି ବିନା କିଛି ଉତ୍ପାଦନ ହୋଇପାରିବ ନାହିଁ। ତେଣୁ ମହାରାଜା ଯୁଧିଷ୍ଠିରଙ୍କ ସମୟରେ କାମମ୍ ବବର୍ଷ ପର୍ଜନ୍ୟ ଯଜ୍ଞାଦ ଭବତି ପର୍ଜନ୍ୟ। ତୁମେ ପର୍ଯ୍ୟାପ୍ତ ଜଳ ଚାହୁଁଛ, ତୁମେ ଯଜ୍ଞ କରିବା ଆବଶ୍ୟକ। ଏଗୁଡ଼ିକ ବୈଦିକ ଜ୍ଞାନର ସୂଚକ ଅଟେ, ଦିଗ ଅଟେ। ତେଣୁ ବର୍ତ୍ତମାନ ସମୟରେ ଅନ୍ୟ କୌଣସି ଯଜ୍ଞ ସମ୍ଭବ ନୁହେଁ। ଏକମାତ୍ର ଯଜ୍ଞ ସଂକୀର୍ତ୍ତନ ଯଜ୍ଞ ସମ୍ଭବ ଅଟେ। ଯଜ୍ଞେ ସଂକୀର୍ତ୍ତନେ ପ୍ରାୟେର୍ ଯଜନ୍ତି ହିସୁ ମେଧସଃ। ତେଣୁ ଯଦି କୃଷ୍ଣ ଚେତନା ଆନ୍ଦୋଳନକୁ ସମଗ୍ର ବିଶ୍ୱରେ ଗମ୍ଭୀରତା ସହ ନିଆଯାଏ ଏବଂ ସେମାନେ ସଂକୀର୍ତ୍ତନ ଯଜ୍ଞ କରନ୍ତି, ତେବେ ତୁରନ୍ତ ସବୁକିଛି ଠିକ୍ ହୋଇଯିବ। ସବୁକିଛି। କିନ୍ତୁ ଏହି ମୂର୍ଖମାନେ ଏହାକୁ ଗ୍ରହଣ କରିବେ ନାହିଁ। ସେମାନେ ଯନ୍ତ୍ରଣା ଭୋଗିବେ। ଅନ୍ୟଥା ସମସ୍ତ ଦିଗ ଅଛି। ଲୋକଙ୍କୁ କୌଣସି ଭୁଲ ନ କରି ଦିଗ ସିଦ୍ଧ ଦିଗର ଲାଭ ଉଠାଇବାକୁ ପଡ଼ିବ ଏବଂ ସେମାନେ ଖୁସି ହେବେ। ତେଣୁ ଆମେ ଏହି କୃଷ୍ଣ ଚେତନା ଆନ୍ଦୋଳନକୁ ଉପସ୍ଥାପନ କରିବାକୁ ଚେଷ୍ଟା କରୁଛୁ, ଯାହାଦ୍ୱାରା ଲୋକମାନେ ସେମାନଙ୍କ ମନକୁ ଆସିବେ, ଏହାର ଫାଇଦା ଉଠାଇ ଖୁସି ହେବେ। ଧନ୍ୟବାଦ। ଏହାପରେ ଶଙ୍ଖ, ବିଗୁଲ, ତୁରୀ, ଡ୍ରମ୍ ଏବଂ ସିଂହ ସବୁ ହଠାତ୍ ବାଜିଲା ଏବଂ ମିଳିତ ଧ୍ୱନି ଉତ୍ତେଜନାପୂର୍ଣ୍ଣ ହେଲା। ତେଣୁ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ବିଷୟରେ ଉଲ୍ଲେଖ ଅଛି, ଯାହା ଆଉ ବ୍ୟବହାରରେ ନାହିଁ। କିନ୍ତୁ ବିଭିନ୍ନ ପ୍ରକାରର ବିଗୁଲ, ଡ୍ରମ୍, କେଟଲ ଡ୍ରମ୍, ଯାହା ଆଧୁନିକ ଯୁଗରେ ବ୍ୟବହାର ହୁଏ। ତେଣୁ ସମାନ ନୀତି ବାଦ୍ୟଯନ୍ତ୍ର ଦ୍ୱାରା ସୈନିକମାନଙ୍କୁ ଜୀବନ୍ତ ରଖାଯାଏ। ତେଣୁ ସେମାନେ ଭଲସେ ଯୁଦ୍ଧ କରିପାରିବେ। ସଶବ୍ଦ ସ୍ତୁମୁଲୋ ଭବତ୍। ଏକ ସମୟରେ
ସମସ୍ତ ବାଦ୍ୟଯନ୍ତ୍ର ବାଜିଲେ ଏହା ଉତ୍ତେଜନାପୂର୍ଣ୍ଣ ଶବ୍ଦ ହୁଏ। ତେଣୁ ପରବର୍ତ୍ତୀ ପଦ ଅନ୍ୟପଟେ ଧଳା ଘୋଡ଼ା ଦ୍ୱାରା ଅଙ୍କିତ ଏକ ମହାନ ରଥରେ ଉଭୟ ପ୍ରଭୁ କୃଷ୍ଣ ଏବଂ ଅର୍ଜୁନ ସେମାନଙ୍କ ଦିବ୍ୟ ଶଙ୍ଖ ବଜାଇଲେ। ତେଣୁ ଆପଣ ଚିତ୍ର ଦେଖୁଛେ କୃଷ୍ଣ 4ଟି ଧଳା ଘୋଡ଼ା ଚଳାଉଛନ୍ତି। ଭୀଷ୍ମଦେବ ଦ୍ୱାରା ଶଙ୍ଖର ବିପରୀତ କୃଷ୍ଣ ଏବଂ ଅର୍ଜୁନଙ୍କ ହାତରେ ଥିବା ଶଙ୍ଖକୁ ଦିବ୍ୟ କୁହାଯାଇଛି। କୃଷ୍ଣ ଦିବ୍ୟ ଅଟନ୍ତି। ନାରାୟଣ ପରବ୍ୟକ୍ତାତ୍ କୃଷ୍ଣ ଏହି ବସ୍ତୁ ଜଗତର ନୁହେଁ। କୃଷ୍ଣଙ୍କ ଶରୀର, କୃଷ୍ଣଙ୍କ କାର୍ଯ୍ୟକଳାପ, କୃଷ୍ଣଙ୍କ ସବୁକିଛି ଦିବ୍ୟ ଅଟେ। ସେମାନେ ଏହି ବସ୍ତୁ ଜଗତର ନୁହନ୍ତି। ଦିବ୍ୟମ୍ ଚତୁଶ୍ଲୋକୀ ଭାଗବତମ୍ରେ ଏହା କୁହାଯାଏ, ଯେତେବେଳେ କୃଷ୍ଣ ବ୍ରହ୍ମାଙ୍କୁ ନିର୍ଦ୍ଦେଶ ଦେଉଥିଲେ, ଅହମ୍ ଏବା ଆସମେୱାଗ୍ରେ, ଏହି ବସ୍ତୁ ସୃଷ୍ଟି ପୂର୍ବରୁ ମୁଁ ବିଦ୍ୟମାନ ଥିଲି। ବେଦରେ ଏହା ମଧ୍ୟ କୁହାଯାଏ, ଏକୋ ନାରାୟଣ ଆସେତ୍। ସୃଷ୍ଟି ପୂର୍ବରୁ କେବଳ ନାରାୟଣ ଥିଲେ। ତେଣୁ କୃଷ୍ଣଙ୍କର ସ୍ଥିତି ସର୍ବଦା ଦିବ୍ୟ ଅଟେ। ସେ ଏହି ବସ୍ତୁ ଜଗତର କୌଣସି ସୃଷ୍ଟି ନୁହନ୍ତି। କିନ୍ତୁ ଯେହେତୁ ସେ ଜଣେ ମଣିଷ ପରି ଆସନ୍ତି ଏବଂ ମଣିଷ ପରି କାର୍ଯ୍ୟ କରନ୍ତି, ଯେଉଁମାନେ କମ୍ ବୁଦ୍ଧିମାନ ଅଟନ୍ତି, ଅବଜାନନ୍ତି, ସେମାନେ ତାଙ୍କୁ ସାଧାରଣ ମଣିଷ ଭାବରେ ଭାବନ୍ତି। ଅବଜାନାନ୍ତି ମାମ୍ ମୂଢ଼ଃ। ମୂଢ଼ଃ ମୂଢ଼ଃ ଅର୍ଥ ଗଧ କିମ୍ବା ପୁରୁଷମାନଙ୍କର କମ୍ ବୁଦ୍ଧିମାନ ଶ୍ରେଣୀ। ସେମାନେ କୃଷ୍ଣଙ୍କ ସ୍ଥିତି ବୁଝିପାରିବେ ନାହିଁ। କୃଷ୍ଣଙ୍କ ସ୍ଥିତି ସର୍ବଦା ଦିବ୍ୟ ଅଟେ। ଯେତେବେଳେ ଅର୍ଜୁନ ତାଙ୍କଠାରୁ ସୂର୍ଯ୍ୟ ଦେବତାଙ୍କୁ ନିର୍ଦ୍ଦେଶ ବିଷୟରେ ପଚାରିଲେ, କୃଷ୍ଣ କହିଲେ, ଇମଂ ବିବସ୍ୱତେ ଯୋଗମ୍ ପ୍ରୋକ୍ତୱାମ୍ ଅହମ୍ ଅବ୍ୟୟମ୍। ଏହି ଭକ୍ତି ଯୋଗମ୍ ଭଗବଦ୍ ଗୀତାରେ ଉଲ୍ଲେଖ କରାଯାଇଥିବା ପରି ଭଗବଦ୍ ଗୀତା ହେଉଛି ଭକ୍ତି ଯୋଗମ୍, ସର୍ବୋଚ୍ଚ ବ୍ୟକ୍ତିତ୍ୱକୁ ବୁଝିବା ପାଇଁ। ତେଣୁ ଏହି ସାହିତ୍ୟ ମଧ୍ୟ ଦିବ୍ୟ ଅଟେ। ଭକ୍ତି ମଧ୍ୟ। ଭକ୍ତି ଏହି ବସ୍ତୁ ଜଗତର କୌଣସି କାର୍ଯ୍ୟକଳାପ ନୁହେଁ। ଜନ୍ମ କର୍ମ ବେ ଦିବ୍ୟମ୍। ତେଣୁ ଭକ୍ତି ହେଉଛି କୃଷ୍ଣଙ୍କ ସହ ସମ୍ପର୍କ। ତେଣୁ ଏହା ବସ୍ତୁ ନୁହେଁ। ସଗୁଣାନ୍ ସମତୀତ୍ୟୈତାନ୍ ବ୍ରହ୍ମ ଭୂୟାୟ କଲ୍ପତେ ମାଂ ଚ ବ୍ୟଭିଚାରେଣ ଭକ୍ତି ଯୋଗେନ ସେବତେ। ଭକ୍ତି ଯୋଗ ଦିବ୍ୟ ଅଟେ ଏବଂ ଯେହେତୁ କୃଷ୍ଣ ଦିବ୍ୟ ଅଟନ୍ତି, ତେଣୁ କୌଣସି ବସ୍ତୁ ପ୍ରଣାଳୀ ଦ୍ୱାରା କୃଷ୍ଣଙ୍କୁ ବୁଝିପାରିବା ନାହିଁ। ତେଣୁ କୃଷ୍ଣ କୁହନ୍ତି, ଭକ୍ତିୟ ମାମ୍ ଅଭିଜାନାତି। ପଦ୍ଧତି ମଧ୍ୟ ଦିବ୍ୟ ଅଟେ। ଏହି ବସ୍ତୁ ଜଗତର ନୁହଁ। ତେଣୁ ଆମେ କେବଳ ଏହି ତଥ୍ୟଗୁଡ଼ିକ ବୁଝିପାରିଲେ ଯେ କୃଷ୍ଣ ଦିବ୍ୟ ଅଟନ୍ତି। କୃଷ୍ଣଙ୍କ ନାମ ଦିବ୍ୟ ଅଟେ। କୃଷ୍ଣଙ୍କ ରୂପ ଦିବ୍ୟ ଅଟନ୍ତି। ସଚିଦାନନ୍ଦ ବିଗ୍ରହ ଈଶ୍ୱରଃ ପରମଃ କୃଷ୍ଣଃ ସଚିଦାନନ୍ଦ ବିଗ୍ରହ। କୃଷ୍ଣଙ୍କ ଶରୀର ସଚ୍ ଚିଦ୍ ଆନନ୍ଦ। ଏହିପରି ଶରୀର ନୁହେଁ। ଏହି ଶରୀର ଅସତ୍, ଅଚିତ୍ ଏବଂ ନିରାନନ୍ଦ, ପୁରା ବିପରୀତ। ଏହି ବସ୍ତୁ ଶରୀର ଅସତ୍ ଅଟେ। ଅସତ୍ର ଅର୍ଥ ଅସ୍ଥାୟୀ। ଏହା ବିଦ୍ୟମାନ ରହିବ ନାହିଁ।
କିନ୍ତୁ କୃଷ୍ଣଙ୍କ ଶରୀର ସେପରି ନୁହେଁ। କୃଷ୍ଣଙ୍କ ଶରୀର ଅନନ୍ତ ଅଟେ। ତାହା ହେଉଛି ଚିତ୍, ସଚ୍ଚିତ୍ ଜ୍ଞାନରେ ପରିପୂର୍ଣ୍ଣ। ତେଣୁ କମ୍ ବୁଦ୍ଧିମାନ ଶ୍ରେଣୀର ପୁରୁଷ କୃଷ୍ଣ ବୁଝିପାରନ୍ତି ନାହିଁ। ତେଣୁ ଶାସ୍ତ୍ର କୁହେ, ଅତଃ ଶ୍ରୀକୃଷ୍ଣ ନାମାଦି ନ ଭବେଦ୍ ଗ୍ରାହ୍ୟମ୍ ଇନ୍ଦ୍ରିୟୈ। ଏହି ଇନ୍ଦ୍ର, ଏହି ବସ୍ତୁ ଇନ୍ଦ୍ରିୟ ଗୁଡ଼ିକ ସର୍ବୋଚ୍ଚ ବ୍ୟକ୍ତିତ୍ୱ ବୁଝିବା ପାଇଁ କଳ୍ପନା କରିପାରନ୍ତି ନାହିଁ। ତାହା ସମ୍ଭବ ନୁହେଁ। ଶ୍ରମ ଏବ ହି କେବଲମ୍। ତାହା କେବଳ ପରିଶ୍ରମ, ସମୟ ନଷ୍ଟ କରିଥାଏ। କୃଷ୍ଣ ଯେପରି ବୁଝିବା ଉଚିତ, ସେ ନିଜକୁ ବୁଝାଇ ପାରିବେ, କେହି ବୁଝାଇ ପାରିବେ ନାହିଁ। କାରଣ ଆମର ଇନ୍ଦ୍ରିୟ ଗୁଡ଼ିକ ଅସମ୍ପୂର୍ଣ୍ଣ ଅଟେ। ଆମେ 4 ପ୍ରକାରର ତ୍ରୁଟି ଦ୍ୱାରା ଅଭାବ ଅଟୁ। ଆମେ ଭୁଲ କରିଥାଉ। ଆମେ ଭ୍ରାନ୍ତ ଅସମ୍ପୂର୍ଣ୍ଣ ଇନ୍ଦ୍ରିୟ ଗୁଡ଼ିକ ସହ ଆମେ ଦିବ୍ୟ ଜ୍ଞାନ କହିବାକୁ ଚେଷ୍ଟା କରୁ। ତେଣୁ ପ୍ରତାରଣା। ସେମାନେ କହିବେ, ସମ୍ଭବତଃ, ବୋଧହୁଏ। ଏହା ହେଉଛି ତଥାକଥିତ ବୈଜ୍ଞାନିକମାନଙ୍କ ଭାଷା। ଏହାର ଅର୍ଥ ଅସମ୍ପୂର୍ଣ୍ଣ ଜ୍ଞାନ। ତଥାପି ସେମାନେ ଶିକ୍ଷାଦାନ କରିବାକୁ ଚାହାନ୍ତି। ଏହା ପ୍ରତାରଣା ଅଟେ। ଜ୍ଞାନ ସିଦ୍ଧ ହେବା ଜରୁରୀ। ତାପରେ ତୁମେ ଅନ୍ୟମାନଙ୍କୁ ଶିକ୍ଷା ଦେଇପାରିବ। ତେଣୁ ଆମର ପ୍ରକ୍ରିୟା ହେଉଛି ଉପଯୁକ୍ତ ଉତ୍ସରୁ ଉପଯୁକ୍ତ ଜ୍ଞାନ ଗ୍ରହଣ କରି ଏହାକୁ ବଣ୍ଟନ କରିବା। ଆମେ ଜ୍ଞାନ ଉତ୍ପାଦନ କରୁନାହୁଁ। ତେଣୁ ଆମେ ଭଗବଦ୍ ଗୀତାକୁ ସେହିପରି ଉପସ୍ଥାପନା କରୁଛୁ ଯେପରି ଅଛି। ଭଗବଦ୍ ଗୀତା ପୂର୍ବରୁ ସିଦ୍ଧ ଅଟେ। ମୁଁ ମୋର ଅସମ୍ପୂର୍ଣ୍ଣ ଇନ୍ଦ୍ରିୟ ଗୁଡ଼ିକ ସହ କାହିଁକି ବ୍ୟାଖ୍ୟା କରିବି? ଏହା ପ୍ରତାରଣା ଅଟେ। କିନ୍ତୁ ଲୋକ ପ୍ରତାରଣା କରିବାକୁ ଚାହାନ୍ତି। ବଞ୍ଚିତ ବଞ୍ଚକ ସମ୍ପ୍ରଦାୟ। ସମଗ୍ର ବିଶ୍ୱ ଠକ ଏବଂ ପ୍ରତାରିତ। କାରଣ ସେମାନେ ପ୍ରତାରଣା କରିବାକୁ ଚାହୁଁଛନ୍ତି। ବହୁ ଠକ ଅଛନ୍ତି। ସେମାନେ ପ୍ରକୃତ ଜିନିଷ ଚାହାନ୍ତି ନାହିଁ। ଏଠାରେ ପ୍ରକୃତ ଜିନିଷ ଅଛି, ଭଗବଦ୍ ଗୀତା। ଭଗବାନଙ୍କ ସର୍ବୋଚ୍ଚ ବ୍ୟକ୍ତିତ୍ୱ ନିଜ ବିଷୟରେ ବ୍ୟକ୍ତିଗତ ଭାବରେ କହୁଛନ୍ତି। ଆମେ କାହିଁକି ବ୍ୟାଖ୍ୟା କରିବା? ଏହାର ଅର୍ଥ କ'ଣ? ଏହା ଯେ ସର୍ବୋଚ୍ଚ ବ୍ୟକ୍ତିତ୍ୱ, ସର୍ବୋଚ୍ଚ ପ୍ରାଧିକରଣ କିଛି ଅସ୍ପଷ୍ଟ ରହିଲେ ପରେ କିଛି ମୂର୍ଖଙ୍କ ଦ୍ୱାରା ବ୍ୟାଖ୍ୟା ହେବ? ନା। କିନ୍ତୁ ମୂର୍ଖମାନେ ସାହସ କରି ବ୍ୟାଖ୍ୟା କରନ୍ତି। ତାହା ହେଉଛି ପ୍ରତାରଣା। ତାହା ଅନ୍ୟ ଏକ ଦୋଷ। ଭଗବଦ୍ ଗୀତାର 640ରୁ 645 ସଂସ୍କରଣ ଅଛି। କେବଳ ପ୍ରତାରଣା। ସେମାନଙ୍କ ମଧ୍ୟରେ ବଡ଼ ବଡ଼ ପଣ୍ଡିତ ଅଛନ୍ତି। ପଣ୍ଡିତ ନୁହନ୍ତି, ସମସ୍ତ ମୂର୍ଖ। କିନ୍ତୁ ସେମାନେ ପ୍ରତାରଣା କରନ୍ତି। ସେମାନେ ନିଜକୁ ପଣ୍ଡିତ ଭାବରେ ପରିଚିତ କରନ୍ତି ଏବଂ ଲୋକମାନେ ପ୍ରତାରଣା କରିବାକୁ ଚାହାନ୍ତି। ତେଣୁ ସେମାନେ ସେମାନଙ୍କ କଥା ଗ୍ରହଣ କରନ୍ତି। କୃଷ୍ଣକୁ ବୁଝିପାରିବେ ନାହିଁ। ପ୍ରତାରିତ। ସେମାନେ ଠକମାନଙ୍କର ଆଶ୍ରୟ ନିଅନ୍ତି। ତେଣୁ ସେମାନେ ପ୍ରତାରିତ ହୁଅନ୍ତି। ତେଣୁ ମାୟା ବହୁତ ଶକ୍ତିଶାଳୀ। ମାୟା ସର୍ବଦା ନିର୍ଦ୍ଦେଶ ଦିଅନ୍ତି ଯାହାଦ୍ୱାରା ଆମେ ପ୍ରତାରଣା ହୋଇପାରିବା। ତୁମେ କାହିଁକି କୃଷ୍ଣଙ୍କୁ ଈଶ୍ୱରଙ୍କ ସର୍ବୋଚ୍ଚ ବ୍ୟକ୍ତିତ୍ୱ ଭାବରେ ଗ୍ରହଣ କରୁଛ? ନିଅ ନାହିଁ। ସେ ଜଣେ ସାଧାରଣ ମଣିଷ। ତୁମେ ମଧ୍ୟ କୃଷ୍ଣ ସହ ସମାନ ହୋଇପାରିବ। ତୁମେ ମଧ୍ୟ ଭଗବାନ ହୁଅ। ତୁମେ ମଧ୍ୟ ଅବତାର ହୁଅ। ଏହା ଚାଲିଛି ଏବଂ ଲୋକ ସେଠାରେ ଯାଆନ୍ତି କାରଣ ସେମାନେ ପ୍ରତାରିତ ହେବାକୁ ଚାହାନ୍ତି। କୃଷ୍ଣ ଯାହା କହନ୍ତି ସେମାନେ ଗ୍ରହଣ କରିବେ ନାହିଁ। କୃଷ୍ଣ କୁହନ୍ତି, ସର୍ବଧର୍ମାନ ପରିତ୍ୟଜ୍ୟ ମାମ୍ ଏକଂ ଶରଣମ୍। କେବଳ କୃଷ୍ଣ ଚେତନାକୁ ଗ୍ରହଣ କର, ସର୍ବଧର୍ମାନ। କାରଣ ଯେକୌଣସି ଧର୍ମ ଯାହା ସର୍ବୋପରି ପ୍ରଭୁ କୃଷ୍ଣଙ୍କ ଦ୍ୱାରା ଅନୁମୋଦିତ ନୁହେଁ, ତାହା ଧର୍ମ ନୁହେଁ। ଧର୍ମନ୍ତୁ ସାକ୍ଷାତ୍ ଭଗବତ୍ ପ୍ରଣୀତମ୍। ଜଣେ ମଣିଷ, ରାକ୍ଷସ କିମ୍ବା ଅତି ଉଚ୍ଚ ବ୍ୟକ୍ତି ଧର୍ମ ଉତ୍ପାଦନ କରିପାରିବ ନାହିଁ। ଅସମ୍ଭବ। ପ୍ରକୃତ ଧର୍ମ ସର୍ବୋଚ୍ଚ ବ୍ୟକ୍ତିତ୍ୱ କୃଷ୍ଣଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ ଏବଂ ପ୍ରକୃତ ଧର୍ମ ଭଗବଦ୍ ଗୀତାରେ ବର୍ଣ୍ଣିତ ହୋଇଛି। ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ। କେବଳ ମୋ ନିକଟରେ ସମର୍ପଣ ହୁଅ। ଏହା ହେଉଛି ପ୍ରକୃତ ଧର୍ମ। କୃଷ୍ଣଙ୍କଠାରେ ଆତ୍ମସମର୍ପଣ କରି ତାଙ୍କ ନିର୍ଦ୍ଦେଶକୁ
ଅନୁସରଣ କର। ତୁମର ଜୀବନ ସିଦ୍ଧ ହେବ, କାରଣ ତୁମେ ସିଦ୍ଧ ନିର୍ଦ୍ଦେଶକୁ ଅନୁସରଣ କର। ତେଣୁ ତୁମେ ମଧ୍ୟ ସିଦ୍ଧ। ସରଳ ପ୍ରକ୍ରିୟା। ସିଦ୍ଧ ହେବାକୁ ହେଲେ ଉପଯୁକ୍ତ ନିର୍ଦ୍ଦେଶ ଅନୁସରଣ କରିବାକୁ ପଡ଼ିବ। ତେଣୁ ଭଗବଦ୍ ଗୀତାରେ ସିଦ୍ଧ ନିର୍ଦ୍ଦେଶ ଅଛି ଏବଂ ଆମେ ଏହାକୁ ଗ୍ରହଣ କରି ଅନୁସରଣ କଲେ ଆମେ ସିଦ୍ଧ ହୋଇଯିବା। ସିଦ୍ଧ ହେବା ଅତ୍ୟନ୍ତ କଷ୍ଟକର କାମ ନୁହେଁ, କିନ୍ତୁ ଯେହେତୁ ଆମେ ସିଦ୍ଧ ହେବାକୁ ଚାହୁଁନାହୁଁ, କାରଣ ଆମେ ପ୍ରତାରଣା କରିବାକୁ ଚାହୁଁ, ଆମେ ସିଦ୍ଧ ହୋଇନଥାଉ। ଏହା ହେଉଛି ଅସୁବିଧା। ତେଣୁ ଆମେ ଆରମ୍ଭରୁ ଜାଣିବା ଉଚିତ ଯେ କୃଷ୍ଣ ଦିବ୍ୟ ଅଟନ୍ତି। ତାଙ୍କର ସମସ୍ତ କାର୍ଯ୍ୟକଳାପ ଦିବ୍ୟ ଅଟେ। ଯଦିଓ କୃଷ୍ଣ ସାଧାରଣ ମଣିଷ ପରି ଦେଖାଯାଆନ୍ତି, ସେ ସେପରି ନୁହନ୍ତି, କାରଣ ମାତ୍ର 3 ମାସ ବୟସରେ ସେ ପୁତନା ରାକ୍ଷସୀକୁ ହତ୍ୟା କରିଥିଲେ। 3 ମାସର ଶିଶୁ ଏପରି ବିଶାଳ ରାକ୍ଷସୀକୁ ହତ୍ୟା କରିପାରିବ ନାହିଁ। ଏହା ସମ୍ଭବ ନୁହେଁ। 6 କିମ୍ବା 7 ବର୍ଷ ବୟସରେ କୃଷ୍ଣ ଗୋବର୍ଦ୍ଧନ ପାହାଡ଼ ଉପରକୁ ଉଠାଇଥିଲେ। ତେବେ କୃଷ୍ଣଙ୍କ ପାଇଁ ଅସୁବିଧା କ'ଣ? ଯଦି କୃଷ୍ଣ କପାସ ଭାସୁଥିବା ପରି ଆକାଶରେ ବଡ଼ ବଡ଼ ବୃହତ୍ ଗ୍ରହ ଭାସମାନ କରିପାରିବେ, ତେବେ ନିଜ ଆଙ୍ଗୁଠିରେ ଏକ ପର୍ବତ ଉଠାଇବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପାରିବ କି? ଆଦୌ ନୁହେଁ। କିନ୍ତୁ ଯେଉଁମାନେ ପ୍ରତାରଣା କରିବାକୁ ଚାହାନ୍ତି, ଯେତେବେଳେ କୃଷ୍ଣ ତାଙ୍କର ଦିବ୍ୟ ଶକ୍ତି ଦେଖାଇଲେ, ସେମାନେ ଏହାକୁ ବିଶ୍ୱାସ କରନ୍ତି ନାହିଁ। ଅନ୍ୟ ଏକ ପ୍ରତାରଣା। ସେମାନେ ସ୍ୱୀକାର କରିବେ, ଓ ଏମାନେ କ'ଣ କୁହାଯାଏ ପୁରାଣ। ସତେ ଯେମିତି ବ୍ୟାସଦେବ ଏହି ଶ୍ରୀମଦ୍ ଭାଗବତମ୍ ଲେଖିଛନ୍ତି ଏହି ମୂର୍ଖମାନଙ୍କ ଆଗରେ କିଛି ପୁରାଣ, କିଛି କାଳ୍ପନିକ ଜିନିଷ ରଖିବା ପାଇଁ। ଦେଖ ସେମାନେ କିପରି ପ୍ରତାରଣା କରିବାକୁ ଚାହୁଁଛନ୍ତି। ଆମକୁ ବୈଦିକ ସାହିତ୍ୟ ଦେଇଥିବା ବ୍ୟାସଦେବଙ୍କ ପରି ଏକ ଉଚ୍ଚକୋଟୀ ବ୍ୟକ୍ତିତ୍ୱ ସେ କିଛି କାଳ୍ପନିକ ଉପସ୍ଥାପନ କରିଥିଲେ। ସେ କେଉଁ ବ୍ୟବସାୟ ପାଇଛନ୍ତି? ତେଣୁ ବେଳେବେଳେ ଏହି ପ୍ରତାରିତ ଲୋକ ଗ୍ରହଣ କରିବାକୁ ଅସ୍ୱୀକାର କରନ୍ତି ଯେ ଭାଗବତ ଶ୍ରୀ ବ୍ୟାସଦେବ ଦ୍ୱାରା ଲିଖିତ। କିନ୍ତୁ ଯେଉଁମାନେ ପ୍ରକୃତରେ ଆଚାର୍ଯ୍ୟ, ଯେଉଁମାନେ ଆମକୁ ମାର୍ଗଦର୍ଶନ କରିପାରିବେ, ଯେପରି ଶଙ୍କରାଚାର୍ଯ୍ୟ, ରାମାନୁଜାଚାର୍ଯ୍ୟ, ମଧ୍ୱାଚାର୍ଯ୍ୟ, ଚୈତନ୍ୟ ମହାପ୍ରଭୁ, ସେମାନେ ଏହିପରି କୁହନ୍ତି ନାହିଁ ଏହା ପୁରାଣ ଅଟେ, ଏହା କଳ୍ପନା ଅଟେ। ସେମାନେ ସେହିପରି ଭାବରେ ଗ୍ରହଣ କରନ୍ତି। ତେଣୁ ଆମକୁ ଏହି ମହାଜନ ଅନୁସରଣ କରିବାକୁ ପଡ଼ିବ। ମହାଜନୋ ୟେନ ଗତ ସ ପନ୍ଥା ଧର୍ମସ୍ୟ ତତ୍ୱଂ ନିହିତ ଗୁହାୟମ୍। ଆମକୁ ମହାନ ବ୍ୟକ୍ତିତ୍ୱ ଆଚାର୍ଯ୍ୟଙ୍କୁ ଅନୁସରଣ କରିବାକୁ ପଡ଼ିବ। ଆଚାର୍ଯ୍ୟବାନ ପୁରୁଷ ବେଦ। ଯିଏ ଆଚାର୍ଯ୍ୟର ଆଶ୍ରୟ ନେଇଛନ୍ତି, ଭଲ ଆଧ୍ୟାତ୍ମିକ ଗୁରୁ, ସେ ଜାଣନ୍ତି ଆଚାର୍ଯ୍ୟବାନ ପୁରୁଷ ବେଦ, କାରଣ ସେ ସଠିକ୍ ଉତ୍ସରୁ ସଠିକ୍ ଜ୍ଞାନ ଗ୍ରହଣ କରୁଛନ୍ତି। ଆଚାର୍ଯ୍ୟ ଏବଂ ପରମ୍ପରା ପ୍ରାପ୍ତମ୍ ଇମାମ ରାଜର୍ଷୟୋ ବିଦୁ। ଆଚାର୍ଯ୍ୟ ଅର୍ଥ ହେଉଛି ଶୃଙ୍ଖଳିତ ଉତ୍ତରାଧିକାରୀ। ଯେହେତୁ କୃଷ୍ଣ କୁହନ୍ତି ଅନୁଶାସନିକ ଉତ୍ତରାଧିକାରୀ, ସମସ୍ତ ଆଚାର୍ଯ୍ୟ ସମାନ କଥା କହିବେ। ସେମାନେ ପରିବର୍ତ୍ତନ କରିବେ ନାହିଁ, ବ୍ୟାଖ୍ୟା କରିବେ ନାହିଁ। ସେମାନେ ବ୍ୟାଖ୍ୟା କରିପାରିବେ, କିନ୍ତୁ ମୂଳ ତଥ୍ୟ ବିକୃତ ନୁହେଁ। ତାହା ହେଉଛି ଆଚାର୍ଯ୍ୟ। ଆଚାର୍ଯ୍ୟ କଦାପି କହିବେ ନାହିଁ ଯେ କୃଷ୍ଣ ବସ୍ତୁ ଅଟନ୍ତି। କୃଷ୍ଣ ଭଳି କୌଣସି ଜିନିଷ ନଥିଲା, ସେପରି ଯୁଦ୍ଧ ନଥିଲା, କୁରୁକ୍ଷେତ୍ର ଯୁଦ୍ଧ ଏସବୁ କଳ୍ପନାକାରୀ। ତେଣୁ ଯଦି ଆମେ ପ୍ରତାରଣା କରିବାକୁ ଚାହୁଁନାହୁଁ, ତେବେ ଆମେ କୃଷ୍ଣକୁ ଗ୍ରହଣ କରିବା ଉଚିତ, ଯେପରି ସେ ନିଜକୁ ଉପସ୍ଥାପନ କରୁଛନ୍ତି ଏବଂ ଯେପରି ଆଚାର୍ଯ୍ୟଙ୍କ ଦ୍ୱାରା ନିଶ୍ଚିତ ହୋଇଛି। ତାପରେ ଆମର ଜ୍ଞାନ ସିଦ୍ଧ ଅଟେ। ତେଣୁ ଏଠାରେ କୁହାଯାଇଛି ଶ୍ୱେତୈର୍ ହୟୈର୍ ୟୁକ୍ତେ ମହତି ସ୍ୟନ୍ଦନେ ସ୍ଥିତୌ ମାଧବଃ ପାଣ୍ଡବଶ୍ଚୈବ ଦିବ୍ୟୌ ଶଙ୍ଖୌ ପ୍ରଦଦ୍ମତୁଃ। କୃଷ୍ଣ ଏବଂ ତାଙ୍କର ଭକ୍ତ ଅର୍ଜୁନ ସମାନ ସ୍ତରରେ ଅଛନ୍ତି। ତେଣୁ ମାଧବ ଏବଂ ପାଣ୍ଡବ
ସେମାନେ ନିଜର ଦିବ୍ୟ ଶଙ୍ଖ ଫୁଙ୍କିଲେ। ଏହା ସାଧାରଣ ନୁହେଁ। ଦିବ୍ୟ ଶଙ୍ଖର ଧ୍ୱନି ସୂଚାଇ ଦେଲା ଯେ ଅନ୍ୟ ପକ୍ଷ ଜିତିପାରିବ ନାହିଁ। ଏହା ହେଉଛି ଶବ୍ଦ ଦିବ୍ୟଉ। ସେମାନେ ମଧ୍ୟ ନିଜର ଶଙ୍ଖ ଫୁଙ୍କିଲେ, ଏପରିକି ଭୀଷ୍ମ, କିନ୍ତୁ ଏହାକୁ ମାଧବ ଏବଂ ପାଣ୍ଡବଙ୍କ ଶଙ୍ଖ ସହ ତୁଳନା କରାଯାଇପାରିବ ନାହିଁ। ଅର୍ଜୁନ ସହଯୋଗୀ, ସେମାନେ ମଧ୍ୟ ସମାନ ଶକ୍ତିଶାଳୀ ଅଟନ୍ତି। ଅତ୍ୟଧିକ ଉନ୍ନତ ନ ହୋଇ କେହି କୃଷ୍ଣଙ୍କ ସହଯୋଗୀ ହୋଇପାରିବେ ନାହିଁ। ଯେପରି ଅଗ୍ନି ଅଗ୍ନି ସହ ମିଶିପାରେ, ସେହିଭଳି ଜଳ ମଧ୍ୟ ଜଳ ସହ ମିଶିପାରେ। ସେହିପରି ଭାବରେ ଯଦି ଜଣେ ଅତ୍ୟାଧୁନିକ ଭାବରେ ଉନ୍ନତ ନ ହୁଏ, ତେବେ ସେ କୃଷ୍ଣର ସହଭାଗୀ ହୋଇପାରିବେ ନାହିଁ। ଶିଲ ନରୋତ୍ତମ ଦାସ ଠାକୁର ଗୀତ ଗାନ କଲେ। ଗୌରାଙ୍ଗେର ସଙ୍ଗୀ ଗାନେ ନିତ୍ୟ ସିଦ୍ଧ ଭୁଲି ମାନେ, ସେ ଯାଏ ବ୍ରଜେନ୍ଦ୍ର ନନ୍ଦ ପା ଗୌରାଙ୍ଗେର ସଙ୍ଗୀ ଗାନେ। ଶ୍ରୀ ଚୈତନ୍ୟ ମହାପ୍ରଭୁ କୃଷ୍ଣ ଏବଂ ତାଙ୍କର ସହଯୋଗୀମାନେ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ, ଶ୍ରୀ ଅଦ୍ୱୈତ ଗଦାଧର, ଶ୍ରୀବାସାଦି ଗୌରଭକ୍ତ ବୃନ୍ଦ, ସମସ୍ତ ଭକ୍ତ। ତେଣୁ ନରୋତ୍ତମ ଦାସ ଠାକୁର କୁହନ୍ତି, ତେଣୁ ଚୈତନ୍ୟ ମହାପ୍ରଭୁଙ୍କର ଏହି ସମସ୍ତ ସହଯୋଗୀମାନେ ମଧ୍ୟ ସମାନ ବର୍ଗର ବୋଲି ଜଣାଶୁଣା। ଗୌରାଙ୍ଗେର ସାଙ୍ଗୀ ଗାନେ ନିତ୍ୟ ସିଦ୍ଧ ବୋଲି ମାନେ। ନିତ୍ୟ ସିଦ୍ଧ ଶବ୍ଦଟି ମହତ୍ତ୍ୱପୂର୍ଣ୍ଣ ଅଟେ। ନିତ୍ୟ ସିଦ୍ଧ ଏବଂ ନିତ୍ୟବଦ୍ଧ ଦୁଇ ପ୍ରକାରର ଜୀବନ୍ତ ସଂସ୍ଥା ଅଛି। ନିତ୍ୟବଦ୍ଧ ଅର୍ଥାତ୍ ସର୍ବଦା ସର୍ତ୍ତମୂଳକ, ଅର୍ଥାତ୍ ଯେଉଁମାନେ ଏହି ବସ୍ତୁ ଜଗତରେ ଅଛନ୍ତି ସେମାନେ ଜାଣନ୍ତି ନାହିଁ କେତେବେଳେ ସେମାନେ ଏହି ବସ୍ତୁ ଜଗତ ସହ ସଂସ୍ପର୍ଶରେ ଆସିଲେ କିମ୍ବା ସେମାନେ କେବେ ମୁକ୍ତ ହେବେ ତାହା ମଧ୍ୟ ଜାଣନ୍ତି ନାହିଁ। ସେମାନଙ୍କୁ ନିତ୍ୟବଦ୍ଧ କୁହାଯାଏ, ସର୍ବଦା ସର୍ତ୍ତମୂଳକ। ଏବଂ ସେହିପରି ଭାବରେ ନିତ୍ୟ ସିଦ୍ଧ ଅଛି, ଅର୍ଥାତ୍ ସେମାନେ ଏହି ବସ୍ତୁ ଜଗତ ସହ କେବେ ବି ସଂସ୍ପର୍ଶରେ ଆସନ୍ତି ନାହିଁ ଏବଂ ଏପରିକି ସେମାନେ କିଛି ବ୍ୟବସାୟ ପାଇଁ ଏଠାକୁ ଆସନ୍ତି। ସେମାନେ ସେମାନଙ୍କର ସ୍ଥିତିକୁ ଭୁଲନ୍ତି ନାହିଁ। ତାହା ହେଉଛି ନିତ୍ୟ ସିଦ୍ଧ। ବୁଝିବାକୁ ଚେଷ୍ଟା କରନ୍ତୁ। ଦୁଇ ପ୍ରକାରର ଜୀବନ୍ତ ସଂସ୍ଥା ଅଛି, ନିତ୍ୟ ସିଦ୍ଧ, ନିତ୍ୟବଦ୍ଧ। ନିତ୍ୟବଦ୍ଧ ଏହି ବସ୍ତୁ ଜଗତରେ ଅଛନ୍ତି। ବ୍ରହ୍ମାଠାରୁ ଆରମ୍ଭ କରି ଏକ ଛୋଟ ଅମୂଳକ ପିମ୍ପୁଡ଼ି ପର୍ଯ୍ୟନ୍ତ ସେମାନେ ସମସ୍ତେ ନିତ୍ୟବଦ୍ଧ ଅଟନ୍ତି। ଯିଏ ଏହି ବସ୍ତୁ ଜଗତରେ ଅଛି ନିତ୍ୟବଦ୍ଧ ଏବଂ ନିତ୍ୟସିଦ୍ଧ, ସେମାନେ ଆଧ୍ୟାତ୍ମିକ ଜଗତର ଅଟନ୍ତି। ସେମାନେ ଏହି ବସ୍ତୁ ଜଗତ ସହ କଦାପି ସଂସ୍ପର୍ଶରେ ଆସନ୍ତି ନାହିଁ ଏବଂ ସେମାନେ ସର୍ବୋପରି ପ୍ରଭୁଙ୍କ ଆଦେଶରେ କିଛି ବ୍ୟବସାୟ ପାଇଁ ଆସନ୍ତି। ସେମାନେ ଏହି ବସ୍ତୁ ଗୁଣକୁ ସ୍ପର୍ଶ କରନ୍ତି ନାହିଁ। ସେମାନେ ସର୍ବଦା ଦିବ୍ୟ ରୁହନ୍ତି। ଯେହେତୁ କୃଷ୍ଣ ସର୍ବଦା ଦିବ୍ୟ ରହିଥାନ୍ତି, ଯଦିଓ ସେ ଏହି ବସ୍ତୁ ଜଗତରେ ଅଛନ୍ତି, ସେହିଭଳି କୃଷ୍ଣଙ୍କର ନିତ୍ୟ ସିଦ୍ଧ ସହଯୋଗୀ ମଧ୍ୟ ଦିବ୍ୟ ଅଟନ୍ତି। ସେମାନେ କଦାପି ଏହି ବସ୍ତୁ ଜଗତକୁ ସ୍ପର୍ଶ କରନ୍ତି ନାହିଁ। ତେଣୁ କୃଷ୍ଣଙ୍କର ସ୍ଥିତି ବୁଝିବାକୁ ଚେଷ୍ଟା କର। କୃଷ୍ଣ ହେଉଛନ୍ତି ନାରାୟଣ ପର, ଦିବ୍ୟ, ପର ଅବ୍ୟକ୍ତତ୍। ତାହା ହେଉଛି ଭଗବଦ୍ ଗୀତାରେ ପୁରୁଷୋତ୍ତମ ଯୋଗ। କୃଷ୍ଣ କହିଛନ୍ତି, ଯିଏ ମୋତେ ବୁଝିଛି, ଅଜମ ଅବ୍ୟୟମ୍ ଅଜମ, ମୁଁ ଏହି ବସ୍ତୁ ଜଗତରେ କେବେ ବି ଜନ୍ମଗ୍ରହଣ କରେ ନାହିଁ କିମ୍ବା ବସ୍ତୁ ସମ୍ପର୍କ ଦ୍ୱାରା ମୋର ଅବନତି ହୁଏ ନାହିଁ। ସେ ମୋତେ ସମ୍ପୂର୍ଣ୍ଣ ରୂପେ ଜାଣନ୍ତି। ଏହାକୁ ପୁରୁଷୋତ୍ତମ କୁହାଯାଏ। ପୁରୁଷ ଉତ୍ତମ। ଉତ୍ତମ ଅର୍ଥ ହେଉଛି ଏହି ବସ୍ତୁ ଜଗତର ନୁହେଁ। ଉତ୍ର ଅର୍ଥ ହେଉଛି ଉର୍ଦ୍ଧ୍ୱ ଏବଂ ତମ ହେଉଛି ଅନ୍ଧକାର। ତେଣୁ ଉତ୍ତମ ଅର୍ଥ ହେଉଛି ଏହି ଅନ୍ଧକାର ଉର୍ଦ୍ଧ୍ୱରେ। ତେଣୁ ଉତ୍ତମ ପୁରୁଷ, ପୁରୁଷ ଉତ୍ତମ। ପୁରୁଷ ଅର୍ଥ ଉପଭୋଗକାରୀ। ପ୍ରକୃତି ଅର୍ଥ ହେଉଛି ଉପଭୋଗ। ତେଣୁ ପ୍ରକୃତରେ ଆମେ ପୁରୁଷ ନୁହେଁ, ଆମେ ପ୍ରକୃତି ଅଟୁ। ଭଗବଦ୍ ଗୀତାରେ ଉଲ୍ଲେଖ ଅଛି, ଅପରାୟମ୍ ଇତସ୍ତୁ ବିଦ୍ଧି ମେ
प्रकृतिं परां जीवभूतं महाबाहो यएदं धार्यते जगत अपरायम। ଏହି ବସ୍ତୁ ଉପାଦାନ ଗୁଡ଼ିକ ଭୂମିରପୋ ନାଲୋ ବାୟୁ ପୃଥ୍ୱୀ ଜଳ ଅଗ୍ନି ବାୟୁ ଆକାଶ ମନ ବୁଦ୍ଧି ଭିନ୍ନା ମେ ପ୍ରକୃତିର ଅଷ୍ଟଧା। ଏଗୁଡ଼ିକ ପୃଥକ୍ ଶକ୍ତି। କୃଷ୍ଣର ବସ୍ତୁ ଶକ୍ତି, ସେଗୁଡ଼ିକ ମଧ୍ୟ ପ୍ରକୃତି। ସେହିପରି ଅନ୍ୟ ଏକ ପ୍ରକୃତି ଅଛି। କୃଷ୍ଣ ସୂଚନା ଦେଇଥାନ୍ତି ଅପରାୟମ ଇତସ୍ତୁ ବିଧି ମେ ପ୍ରକୃତିମ୍ ପରମ୍, କିନ୍ତୁ ତାହା ହେଉଛି ପରା ପ୍ରକୃତି। ତେଣୁ ଆମେ ପୁରୁଷ ନୁହେଁ, ଆମେ ପ୍ରକୃତି ଅଟୁ। ଯଦିଓ ବସ୍ତୁ ଅନୁସାରେ ଆମେ ପୁରୁଷ ପରି ଦେଖାଯାଉ, ପ୍ରକୃତରେ ଆମେ ତାହା ନୁହେଁ। ଯେପରି ତୁମେ ଯଦି ଜଣେ ମହିଳାଙ୍କୁ ପୁରୁଷ ପରି ପରିଧାନ କର, ଏହାର ଅର୍ଥ ନୁହେଁ ଯେ ସେ ପୁରୁଷ ହୋଇଗଲେ, ସେ ଜଣେ ମହିଳା। ସେହିଭଳି ଆମେ ପୁରୁଷ ଅଟୁ, ସେହି ଅର୍ଥରେ ଯେ ଆମେ ସର୍ବୋପରି ପୁରୁଷକୁ ଅନୁସରଣ କରିବାକୁ ଚେଷ୍ଟା କରୁଛୁ। ପୁରୁଷୋତ୍ତମ କୃଷ୍ଣ ହେଉଛନ୍ତି ସର୍ବୋଚ୍ଚ ଉପଭୋଗକାରୀ। ଆମେ କୃଷ୍ଣ ହେବାକୁ ଚେଷ୍ଟା କରୁଛୁ। ଏତେ ସଂଖ୍ୟକ ମୂର୍ଖଙ୍କ ପରି ସେମାନେ ଘୋଷଣା କରନ୍ତି ଯେ ମୁଁ ହିଁ ଭଗବାନ। ତାହା ହେଉଛି ଶେଷ ଫାନ୍ଦ, ମାୟାବାଦ। ସର୍ବପ୍ରଥମେ ଆମେ ଉପଭୋଗ କରିବାକୁ ଚେଷ୍ଟା କରୁ, ଯେପରି ପରିବାରର ମୁଖ୍ୟ, ମନ୍ତ୍ରୀ କିମ୍ବା କିଛି ବି, ସମସ୍ତେ ମୁଖ୍ୟ ଉପଭୋଗକାରୀ ହେବାକୁ ଚେଷ୍ଟା କରୁଛନ୍ତି ଏବଂ ଶେଷରେ ପ୍ରତ୍ୟେକ କ୍ଷେତ୍ରରେ ବିସ୍ମିତ ହୋଇ ସେ ଭଗବାନ ହେବାକୁ ଚାହାନ୍ତି। ଏହା ହେଉଛି ମାୟାର ଶେଷ ଫାନ୍ଦ। କେହି ଭଗବାନ ହୋଇପାରିବେ ନାହିଁ। ସେ ହେଉଛନ୍ତି ପୁରୁଷୋତ୍ତମ ଏବଂ ଆମେ ପ୍ରକୃତି ଅଟୁ। କୃତ୍ରିମ ଭାବରେ ଆମେ କିପରି ଉପଭୋଗକାରୀ ହୋଇପାରିବା? ପ୍ରକୃତି ଅର୍ଥ ହେଉଛି ଉପଭୋଗ, ଉପଭୋଗକାରୀ ଏବଂ ପ୍ରାଧାନ୍ୟ। ତେଣୁ ଜୀବାଭୂତ, ଆମେ ଜୀବ, ଆମେ ସମସ୍ତେ ପ୍ରକୃତି। ପୁରୁଷ କେବଳ କୃଷ୍ଣ ଅଟେ। ସମସ୍ତ ଜୀବ ସଂସ୍ଥା ବିଷ୍ଣୁ ତତ୍ତ୍ୱ ହେଉଛି ପୁରୁଷ ତତ୍ତ୍ୱ ଏବଂ ଆମେ ଶକ୍ତି ତତ୍ତ୍ୱ, ଶକ୍ତି। କୃଷ୍ଣର ଅଳ୍ପ ଶକ୍ତି, ତେଣୁ ଶକ୍ତି ହେଉଛି ପ୍ରକୃତି। ତେଣୁ ପ୍ରକୃତି ପୁରୁଷ ନୁହେଁ। ତେଣୁ ମାୟାବାଦ ଦର୍ଶନ ଭୁଲ ଅଟେ। ସେମାନେ ନିଜକୁ ସୋହମ୍ ଭାବରେ ପ୍ରସ୍ତୁତ କରନ୍ତି। ସୋହମ୍, ମୁଁ ସମାନ ଅଟେ। ତୁମେ କିପରି ସମାନ ହୋଇପାରିବ? ଶାସ୍ତ୍ରରେ କୁହାଯାଇଛି ଯେ ତୁମେ ଜୀବନ୍ତ ସଂସ୍ଥା, ତୁମେ ପ୍ରକୃତି। ତୁମେ କିପରି ସମାନ ହୋଇପାରିବ? ତୁମେ ପୁରୁଷ। ଏହା ଭୁଲ ଅଟେ। କେତେ ପ୍ରକୃତି! ଜଣେ ନାରୀ କିପରି ପୁରୁଷ ହୋଇପାରିବେ? କୃତ୍ରିମ ଭାବରେ ଜଣେ ହୋଇପାରେ। ଏଠାରେ ମଧ୍ୟ ତଥାକଥିତ ମହିଳା ପୁରୁଷ ଅଟନ୍ତି। ସେମାନେ ପୁରୁଷ ଚିନ୍ତା କରୁଛନ୍ତି। ପୁରୁଷର ଅର୍ଥ ଉପଭୋଗକାରୀ। ଏଠାରେ ମହିଳା ମଧ୍ୟ ଉପଭୋଗ କରିବାକୁ ଚିନ୍ତା କରୁଛନ୍ତି ଏବଂ ତଥାକଥିତ ପୁରୁଷ ମଧ୍ୟ ଉପଭୋଗ କରିବାକୁ ଚାହୁଁଛନ୍ତି। ସମସ୍ତେ, କେହି ସେବା କରିବାକୁ ଚାହାନ୍ତି ନାହିଁ। ସମସ୍ତେ ସେବା ପାଇବାକୁ ଚାହାନ୍ତି। ଏହା ହେଉଛି ଜୀବନର ବସ୍ତୁ ଧାରଣା। ତେଣୁ ଯେତେବେଳେ ଆମେ ସେବା କରିବାକୁ ରାଜି, ସେବା ନ ପାଇବା ଅପେକ୍ଷା ତାହା ମୁକ୍ତ ବ୍ୟକ୍ତିର ପରିଚୟ। ଅନ୍ୟମାନଙ୍କଠାରୁ ସେବା ଗ୍ରହଣ କରିବା ନୁହେଁ, କିନ୍ତୁ ଅନ୍ୟମାନଙ୍କର ସେବା କରିବା, ତାହା ହେଉଛି ପ୍ରକୃତ ମୁକ୍ତି। କିନ୍ତୁ ଏଠାରେ ବସ୍ତୁ ରୋଗ ହେଉଛି ସମସ୍ତେ ଯୋଜନା କରୁଛନ୍ତି ଅନ୍ୟମାନେ କିପରି ମୋର ସେବା କରିବେ। ଏହାକୁ ମାୟା କୁହାଯାଏ। ମାୟାର ଅର୍ଥ ହେଉଛି କୃତ୍ରିମ ଭାବରେ ଆମକୁ ସେବା କରାଯାଉ। ତାହା ସମ୍ଭବ ନୁହେଁ। ଆମେ ସେବା କରିବାକୁ ରାଜି ହେଲେ, ଯେହେତୁ ଚୈତନ୍ୟ ମହାପ୍ରଭୁ ଆମକୁ ମୁକ୍ତିର ମାର୍ଗ ଦେଇଛନ୍ତି। ଜୀବେର ସ୍ୱରୂପ ହୋଏ ନିତ୍ୟ କୃଷ୍ଣ ଦାସ, ଏହା ଆମର ସ୍ଥିତି। ଆମେ କୃଷ୍ଣର ଅନନ୍ତ ସେବକ ଅଟୁ। ତେଣୁ ଯେତେବେଳେ ଆମେ ନିଜକୁ କୃଷ୍ଣଙ୍କର ସେବାରେ ନିୟୋଜିତ କରିଥାଉ, ସମଗ୍ର ଭଗବଦ୍ ଗୀତା ଏହି ଆଧାରରେ କୁହାଯାଏ। ଅର୍ଜୁନ କୃତ୍ରିମ ଭାବରେ କୃଷ୍ଣଙ୍କ ସେବା କରିବାକୁ ମନା କରୁଥିଲେ। କୃଷ୍ଣ ଚାହୁଁଥିଲେ
ସେ ଯୁଦ୍ଧ କରନ୍ତୁ ଏବଂ ଅର୍ଜୁନ ଅନେକ କାରଣ ଦର୍ଶାଉଥିଲେ ସେ କିପରି ଅନ୍ୟ ପାର୍ଶ୍ୱରେ ଥିବା ତାଙ୍କର ସମ୍ପର୍କୀୟ ଭଣଜା ଭାଇ ଜେଜେବାପାଙ୍କ ବିରୁଦ୍ଧରେ ଯୁଦ୍ଧ କରିପାରିବେ ଏହି ଯୁକ୍ତି ରଖୁଥିଲେ। ଏହାର ଅର୍ଥ ସେ କୃଷ୍ଣଙ୍କ ସେବା କରିବାକୁ ମନା କରିଦେଇଥିଲେ। ତାହା ହେଉଛି ବସ୍ତୁ ଅବସ୍ଥା। ଧନ୍ୟବାଦ। ହରେ କୃଷ୍ଣ। ତାପରେ ପ୍ରଭୁ କୃଷ୍ଣ ଶଙ୍ଖ ଫୁଙ୍କିଲେ ଯାହାର ନାମ ପଞ୍ଚଜନ୍ୟ ଥିଲା। ଅର୍ଜୁନ ଦେବଦତ୍ତ ଫୁଙ୍କିଲେ। ତେଣୁ ବର୍କୋଦର ଭୀମସେନ ଭରପୁର ଭୋଜନକାରୀ ଭାବରେ ବିଜ୍ଞାପନିତ। କିନ୍ତୁ ସେ କଷ୍ଟଦାୟକ କାର୍ଯ୍ୟ ମଧ୍ୟ କରିପାରିବେ। ହାତୀ ପରି ଅତ୍ୟଧିକ ଖାଆନ୍ତି କିନ୍ତୁ ସେବା ମଧ୍ୟ ପ୍ରଦାନ କରନ୍ତି। ସେହିଭଳି ଆମେ ଅତ୍ୟଧିକ ଖାଇ କୌଣସି ସେବା ଦେଇପାରିବୁ ନାହିଁ। ତାହା ଭଲ ନୁହେଁ। ଆମେ ନିଶ୍ଚିତ ଭାବରେ ଖାଇ ସେବା ମଧ୍ୟ ଦେବା ଉଚିତ। ତେଣୁ ବଙ୍ଗାଳୀରେ କୁହାଯାଇଛି ପେଟେ ଖିଲେ ପିଠେ ଶୋଏ। ପେଟରେ ପର୍ଯ୍ୟାପ୍ତ ଖାଦ୍ୟ ଦିଆଯାଏ ତେବେ ସେ ପିଠି ଉପରେ ଅଧିକ ଭାର ବହନ କରିପାରନ୍ତି। ତେଣୁ ଭୀମ କର୍ମ ତାଙ୍କର କାର୍ଯ୍ୟକଳାପ ବହୁତ କଷ୍ଟଦାୟକ ଥିଲା। ସେ ବହୁତ କଠିନ କାର୍ଯ୍ୟ କରିଥିଲେ। ତେଣୁ ସମସ୍ତେ ତାଙ୍କ କାର୍ଯ୍ୟ ସହ ଏଠାରେ ନାମିତ। ପ୍ରଥମ ନାମ ହେଉଛି କୃଷ୍ଣ ଋଷିକେଶ। ଋଷିକେଶ ସେ ଇନ୍ଦ୍ରିୟମାନଙ୍କର ଗୁରୁ ଅଟନ୍ତି। ଗୋବିନ୍ଦ ଗୋର ଅର୍ଥ ଇନ୍ଦ୍ରିୟ, ଯିଏ ଇନ୍ଦ୍ରିୟମାନଙ୍କୁ ଆନନ୍ଦ ଦିଏ। ତେଣୁ କୃଷ୍ଣଙ୍କର ଅନେକ ନାମ ଅଛି, ହଜାରେ ନାମ, ଯେଉଁଥିରୁ କୃଷ୍ଣଙ୍କର ନାମ ମୁଖ୍ୟ ଅଟେ। ବୈଦିକ ସାହିତ୍ୟରେ ତାହା ବର୍ଣ୍ଣନା କରାଯାଇଛି। ଲୋକ କିନ୍ତୁ କୁହନ୍ତି ଭଗବାନଙ୍କର କୌଣସି ନାମ ନାହିଁ। ତାହା ଠିକ୍ ଅଟେ। ତାଙ୍କର କୌଣସି ନିର୍ଦ୍ଦିଷ୍ଟ ନାମ ନାହିଁ, କିନ୍ତୁ ତାଙ୍କର ଭିନ୍ନ କାର୍ଯ୍ୟକଳାପ ଅନୁଯାୟୀ ତାଙ୍କ ନାମ ଅଛି। ଯେପରି ତାଙ୍କ ନାମ ଦେବକୀ ନନ୍ଦନ, କାରଣ ସେ ଦେବକୀଙ୍କୁ ତାଙ୍କ ମା ଭାବରେ ଗ୍ରହଣ କଲେ, ତେଣୁ ତାଙ୍କୁ ଦେବକୀ ନନ୍ଦନ କୁହାଯାଏ। ସେହିଭଳି ତାଙ୍କୁ ନନ୍ଦନନ୍ଦନ, ଯଶୋଦାନନ୍ଦନ, ବ୍ରଜେନ୍ଦ୍ର ନନ୍ଦନ ତାଙ୍କ ପାଳିତ ପିତା ଏବଂ ମାଙ୍କ ସମ୍ପର୍କରେ ଥିବା ହେତୁ ସେହିଭଳି ସେ ଅର୍ଜୁନଙ୍କ ରଥ ଚଲାଉଥିବା ପାଇଁ ତାଙ୍କୁ ପାର୍ଥ ସାରଥୀ କୁହାଯାଏ। ଅର୍ଜୁନଙ୍କ ନାମ ପାର୍ଥ। ତାଙ୍କ ମାଙ୍କ ନାମ ପୃଥା। କୁନ୍ତି ପୃଥାରୁ ତାଙ୍କ ନାମ ପାର୍ଥ ଆସିଲା। ତାଙ୍କ ପିତାଙ୍କ ନାମ ପାଣ୍ଡୁରୁ ତାଙ୍କ ନାମ ପାଣ୍ଡବ ହେଲା। ତେଣୁ ଏହିପରି ଭାବରେ ବଡ଼ ବ୍ୟକ୍ତିତ୍ୱ କିମ୍ବା ଯେକୌଣସି ବ୍ୟକ୍ତି ତାଙ୍କ ନାମଟି କାର୍ଯ୍ୟକଳାପ ସହ ସମାନ ହେବା ଉଚିତ। ଏହା ନାମକରଣ ଅଟେ। ବୈଦିକ ସଭ୍ୟତା ଅନୁଯାୟୀ ଶିଶୁ ଜନ୍ମ ପରେ ନାମକରଣ ସମାରୋହ ହୋଇଥାଏ। ତେଣୁ ନାମ ଜ୍ୟୋତିଷ ଶାସ୍ତ୍ରରେ ଗଣନା କରାଯାଇଥିଲା, କାରଣ ଏହି ନାମ ତାଙ୍କ ଜୀବନର କାର୍ଯ୍ୟକଳାପର କିଛି ଅର୍ଥ ବହନ କରିବା ଉଚିତ। ତେଣୁ କୃଷ୍ଣ ଏଠାରେ ଋଷିକେଶ ନାମରେ ନାମିତ। ଋଷିକେଶ କୃଷ୍ଣ। ପଞ୍ଚଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ସେ ସମସ୍ତଙ୍କୁ ନିର୍ଦ୍ଦେଶ ଦିଅନ୍ତି। ସର୍ବସ୍ୟ ଚାହମ୍ ହୃଦି ସନ୍ନିବିଷ୍ଟଃ। ମୁଁ ସମସ୍ତଙ୍କ ହୃଦୟରେ ପରମାତ୍ମା ଭାବରେ ବାସ କରେ। ସମ୍ପୂର୍ଣ୍ଣ ସତ୍ୟର ହୃଦୟଙ୍ଗମ ହେଉଛି ତିନୋଟି ବୈଶିଷ୍ଟ୍ୟ: ବ୍ରହ୍ମା, ପରମାତ୍ମା ଏବଂ ଭଗବାନ। वदन्ति तत्तत्व विदस्तत्वं यद्ज्ञानम् अद्वयं ब्रह्मेति परमात्मेति भगवान इति शब्दते। ब्रह्मा, परमात्मा एवं भगवान समान वस्तु। तेणु ब्राह्मण हृदयंगम ହେଉଛି ଏକ ବ୍ୟକ୍ତିଗତ ବାସ୍ତବତା। ଠିକ୍ ସୂର୍ଯ୍ୟ, ସୂର୍ଯ୍ୟ ଗ୍ରହ ଏବଂ ସୂର୍ଯ୍ୟ କିରଣ ପରି
ସେଗୁଡ଼ିକ ଏକ, କିନ୍ତୁ ସୂର୍ଯ୍ୟକିରଣର ହୃଦୟଙ୍ଗମ ସୂର୍ଯ୍ୟ ପୃଥିବୀର ହୃଦୟଙ୍ଗମ ନୁହେଁ, କିମ୍ବା ସୂର୍ଯ୍ୟ ଗ୍ରହର ହୃଦୟଙ୍ଗମ କରିବା ସୂର୍ଯ୍ୟ ପୃଥିବୀରେ ଥିବା ସୂର୍ଯ୍ୟ ଦେବତାଙ୍କର ହୃଦୟଙ୍ଗମ ନୁହେଁ। ବିବସ୍ୱାନ, ତାଙ୍କର ନାମ ବିବସ୍ୱାନ, ସୂର୍ଯ୍ୟ ଗ୍ରହରେ ବର୍ତ୍ତମାନର ଦେବତା, ତାଙ୍କ ନାମ ବିବସ୍ୱାନ ଅଟେ ଏବଂ ତାଙ୍କ ପୁଅ ବୈବସ୍ୱତ ମନୁ କୁହାଯାଏ। ଏହା ହେଉଛି ବୈବସ୍ୱତ ମନୁଙ୍କ ଯୁଗ। ତେଣୁ ଏହା ଏକ ଅତ୍ୟନ୍ତ ସୁନ୍ଦର ଉଦାହରଣ ଅଟେ ଯେ ସୂର୍ଯ୍ୟକିରଣ, ସୂର୍ଯ୍ୟଗ୍ରହ ଏବଂ ସୂର୍ଯ୍ୟ ଦେବତା ସେମାନେ ସମସ୍ତେ ଏକ ଅଟନ୍ତି, କିନ୍ତୁ ତଥାପି ସୂର୍ଯ୍ୟଗ୍ରହ ସୂର୍ଯ୍ୟ ଦେବତା ନୁହନ୍ତି, ନା ସୂର୍ଯ୍ୟକିରଣ ବ୍ୟକ୍ତି ସୂର୍ଯ୍ୟ ନୁହନ୍ତି। ଯଦିଓ ସେଗୁଡ଼ିକ ଏକ, ଏହାକୁ ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ କୁହାଯାଏ। ଅବିସ୍ମରଣୀୟ ଭାବରେ ଏକ, କିନ୍ତୁ ଭିନ୍ନ। ତେଣୁ ବ୍ରାହ୍ମଣ ହୃଦୟଙ୍ଗମ ମଧ୍ୟ ଭଗବାନ ହୃଦୟଙ୍ଗମ, କିନ୍ତୁ ଏହା ଆଂଶିକ। ସର୍ବୋପରି ପ୍ରଭୁ ହେଉଛନ୍ତି ସଚ୍ଚିଦାନନ୍ଦ ବିଗ୍ରହ। ସେ ବ୍ୟକ୍ତି, କିନ୍ତୁ ସେ ଆମ ପରି ବ୍ୟକ୍ତି ନୁହନ୍ତି। ସେ ସଚ୍ଚିଦାନନ୍ଦ ବିଗ୍ରହ। ଈଶ୍ୱର ପରମଃ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ। ବିଗ୍ରହର ଅର୍ଥ ହେଉଛି ବ୍ୟକ୍ତି, ତେଣୁ ସେ ହେଉଛନ୍ତି ବ୍ୟକ୍ତି ଭଗବାନ। ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତେ। ତିନୋଟି ବୈଶିଷ୍ଟ୍ୟ ସମ୍ପୂର୍ଣ୍ଣର ହୃଦୟଙ୍ଗମ। ପ୍ରଥମ ହୃଦୟଙ୍ଗମ ଅସମ୍ପୂର୍ଣ୍ଣ ହୃଦୟଙ୍ଗମ ହେଉଛି ବ୍ୟକ୍ତିଗତ ବ୍ରହ୍ମାଣ୍ଡ। ପରବର୍ତ୍ତୀ ଉନ୍ନତ ହୃଦୟଙ୍ଗମ ପରମାତ୍ମା ହୃଦୟଙ୍ଗମ ଏବଂ ଚରମ ହୃଦୟଙ୍ଗମ ସର୍ବୋଚ୍ଚ ବ୍ୟକ୍ତିତ୍ୱ କୃଷ୍ଣ। ଏଗୁଡ଼ିକ ହେଉଛି ତିନୋଟି ପର୍ଯ୍ୟାୟ। ତେଣୁ ଯେତେବେଳେ ସେ ଋଷିକେଶ, ଏହା ହେଉଛି ତାଙ୍କର ପରମାତ୍ମା ବୈଶିଷ୍ଟ୍ୟ। ଯେହେତୁ ଏହା ଭଗବଦ୍ ଗୀତାରେ ବର୍ଣ୍ଣିତ ହୋଇଛି, ଈଶ୍ୱର ସର୍ବଭୂତାନାଂ ହୃଦ୍ଦେଶେ ଅର୍ଜୁନ ତିଷ୍ଠନି ବ୍ରହ୍ମାୟନ୍ ସର୍ବଭୂତାନି ଯନ୍ତ୍ରରୂଢ଼ାନି ମାୟା। ଈଶ୍ୱର ସର୍ବୋପରି ପ୍ରଭୁ କୃଷ୍ଣ। ଈଶ୍ୱର ଅର୍ଥ ହେଉଛି ସର୍ବୋଚ୍ଚ, ଅର୍ଥାତ୍ ନିୟନ୍ତ୍ରକ, କିନ୍ତୁ ସର୍ବୋଚ୍ଚ ନିୟନ୍ତ୍ରକ ହେଉଛି କୃଷ୍ଣ। ଈଶ୍ୱର ପରମଃ କୃଷ୍ଣ ନିୟନ୍ତ୍ରକ। ଆମର ପ୍ରତ୍ୟେକ ଆମେ ନିୟନ୍ତ୍ରକ। ଆମେ ଆମର ପରିବାର, ସମାଜ, ବ୍ୟବସାୟ, କାରଖାନାକୁ ନିୟନ୍ତ୍ରଣ କରୁ। ବିଭିନ୍ନ ପ୍ରକାରର ନିୟନ୍ତ୍ରକ ଅଛି। ତେଣୁ ସେହି ଅର୍ଥରେ ସମସ୍ତେ ଈଶ୍ୱର ଅଟନ୍ତି, କିନ୍ତୁ ବିଭିନ୍ନ ପ୍ରକାରର ଈଶ୍ୱର, କିନ୍ତୁ ସର୍ବୋଚ୍ଚ ଈଶ୍ୱର। ସର୍ବୋଚ୍ଚ ଅର୍ଥ କେହି ତାଙ୍କୁ ନିୟନ୍ତ୍ରଣ କରନ୍ତି ନାହିଁ, କିନ୍ତୁ ସେ ସମସ୍ତଙ୍କୁ ନିୟନ୍ତ୍ରଣ କରନ୍ତି। ତାହା ହେଉଛି ସର୍ବୋଚ୍ଚ। ଏଠାରେ ଆମେ ନିୟନ୍ତ୍ରକ ଅଟୁ, କିନ୍ତୁ ଆମେ ମଧ୍ୟ ନିୟନ୍ତ୍ରିତ। ଅନ୍ୟ କେହି ମୋ ଠାରୁ ଶ୍ରେଷ୍ଠ ଅଟନ୍ତି, ତେଣୁ ଆମକୁ ସର୍ବୋଚ୍ଚ ନିୟନ୍ତ୍ରକ କୁହାଯାଇପାରିବ ନାହିଁ। ସର୍ବୋଚ୍ଚ ନିୟନ୍ତ୍ରକ ହେଉଛନ୍ତି କୃଷ୍ଣ। ଏହି ଗ୍ରହରେ କୃଷ୍ଣ ଉପସ୍ଥିତ ଥିବାବେଳେ କେହି ତାଙ୍କୁ ନିୟନ୍ତ୍ରଣ କରିପାରନ୍ତି ନାହିଁ, କିନ୍ତୁ ସେ ସମସ୍ତଙ୍କୁ ନିୟନ୍ତ୍ରଣ କରିଥିଲେ। ତେଣୁ ମହାନ ସାଧୁ ବ୍ୟକ୍ତି, ଏପରିକି ବ୍ରହ୍ମା, ସେମାନେ ନିଷ୍ପତ୍ତି ନେଇଛନ୍ତି ଯେ ଈଶ୍ୱର ପରମଃ କୃଷ୍ଣ, ସର୍ବୋଚ୍ଚ ନିୟନ୍ତ୍ରକ ହେଉଛନ୍ତି କୃଷ୍ଣ। ସେ ବ୍ରହ୍ମାଙ୍କୁ ମଧ୍ୟ ନିୟନ୍ତ୍ରଣ କରୁଛନ୍ତି। ଆଦି କବୟେ ଶ୍ରୀମଦ୍ ଭାଗବତମରେ କୁହାଯାଏ, ତେନେ ବ୍ରହ୍ମା ହୃଦା ଆଦି କବୟେ। ତେନେ ସେ ବ୍ରହ୍ମାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶବ୍ଦ ବ୍ରହ୍ମ ବୈଦିକ ଜ୍ଞାନ, ହୃଦୟ ମାଧ୍ୟମରେ ତାହା ହେଉଛି ଋଷିକେଶ। ତୁମେ ଯୁକ୍ତି କରିପାର ଯେ ବ୍ରହ୍ମା ଏହି ବ୍ରହ୍ମାଣ୍ଡରେ ପ୍ରଥମ ଜୀବ ଥିଲେ, ତେବେ ତାଙ୍କୁ ଅନ୍ୟ କେହି କିପରି ନିର୍ଦ୍ଦେଶ ଦେଇପାରିବେ? ନା, ଅନ୍ୟ କେହି ସର୍ବଦା ହୃଦୟରେ ଥାନ୍ତି। ଋଷିକେଶ। ଋଷିକେଶ ଅର୍ଥ ନିୟନ୍ତ୍ରକ। ସର୍ବସ୍ୱ ଚାହମ୍। କୃଷ୍ଣ ଭଗବଦ୍ ଗୀତାରେ କୁହନ୍ତି, ସର୍ବସ୍ୟ 15 ଅଧ୍ୟାୟରେ ସର୍ବସ୍ୟ ଚାହମ୍ ହୃଦି ସନ୍ନିବିଷ୍ଟଃ। ମୁଁ ସମସ୍ତଙ୍କ ହୃଦୟରେ ବାସ କରେ। ମତ୍ତଃ ସ୍ମୃତିର୍ ଜ୍ଞାନମ୍ ଅପୋହନମ୍ ଚ। ମୋ ଠାରୁ ଜଣେ ମନେ ରଖେ ଏବଂ ଜଣେ ମଧ୍ୟ ଭୁଲିଯାଏ।
ଭୁଲି ଯାଆନ୍ତି। ତୁମେ କୃଷ୍ଣକୁ ଭୁଲିଯିବାକୁ ଚାହଁ, ତେବେ କୃଷ୍ଣ ତୁମେ ଏପରି ବୁଦ୍ଧି ଦେବେ ଯେ ତୁମେ ତାଙ୍କୁ ସବୁଦିନ ପାଇଁ ଭୁଲିଯିବ। ୟେ ଯଥା ମାମ୍ ପ୍ରପଦ୍ୟନ୍ତେ ତାଂସ୍ ତଥୈବ ଭଜାମାହମ୍। ତେଣୁ ନାସ୍ତିକ ଶ୍ରେଣୀ, ରାକ୍ଷସ ଶ୍ରେଣୀ କୃଷ୍ଣକୁ ଭୁଲିଯିବାକୁ ଚାହାନ୍ତି। ତେଣୁ କୃଷ୍ଣ ତାଙ୍କୁ ଏପରି ବୁଦ୍ଧି ପ୍ରଦାନ କରନ୍ତି ଯେ ସେ ଏତେ ପରିମାଣର ନାସ୍ତିକତା ବିଷୟରେ କହିପାରନ୍ତି, କିନ୍ତୁ ସେ ସେହି ବୁଦ୍ଧି କୃଷ୍ଣଙ୍କ ଠାରୁ ପାଇଛନ୍ତି। କୃଷ୍ଣ ସମସ୍ତଙ୍କୁ ସୁଯୋଗ ଦେଇଥାନ୍ତି ଯେ ତୁମେ ଯାହା କରିବାକୁ ଚାହୁଁଛ ତୁମେ କର, ମୁଁ ତୁମକୁ ବୁଦ୍ଧି ଦେବି। ତେଣୁ ତୁମେ ନାସ୍ତିକ ହେବାକୁ ଚାହୁଁଛ, ତେବେ ମୁଁ ତୁମକୁ ବୁଦ୍ଧି ପ୍ରଦାନ କରିବି କିପରି ପ୍ରଥମ ଶ୍ରେଣୀ ନାସ୍ତିକ ହୋଇପାରିବ, ହିରଣ୍ୟକଶିପୁ, ରାବଣ, କଂସ ପରି। ଯଦି ତୁମେ ଭକ୍ତ ହେବାକୁ ଚାହୁଁଛ ତେବେ ମୁଁ ମଧ୍ୟ ତୁମକୁ ସେହି ଉପାୟରେ ବୁଦ୍ଧିମାନ ଦେବି। ବୁଦ୍ଧି ଯୋଗମ୍ ଦଦାମି ତମ୍ ୟେନା ମାମ୍ ଉପୟାନ୍ତି ତେଷାଂ ନିତ୍ୟ ଯୁକ୍ତାନାମ୍ ଭଜତାମ୍ ପ୍ରୀତିପୂର୍ବକମ୍। ଯିଏ ବି ତାଙ୍କ ସେବାରେ ପ୍ରେମ ଏବଂ ସ୍ନେହ ସହ ଜଡ଼ିତ ଅଛି ତେଷାମ୍ ସମସ୍ତେ ନୁହନ୍ତି, କାରଣ ସମସ୍ତେ ତାଙ୍କ ସେବା କରିବାକୁ ଚାହାନ୍ତି ନାହିଁ। ସମସ୍ତେ ଭଗବାନ ଅନୁକରଣକାରୀ, ଅନୁକରଣ କରିବାକୁ ଚାହାନ୍ତି। ମୁଁ ଭଗବାନ, ତୁମେ ଭଗବାନ, ଠିକ୍ ଅଛି, କିନ୍ତୁ ତୁମେ ସର୍ବୋଚ୍ଚ ଭଗବାନ ନୁହଁ। ତୁମେ ଏହାକୁ କାହିଁକି ଭୁଲିଯାଅ? ତୁମେ ଘରେ ତୁମର ପତ୍ନୀଙ୍କ ପାଇଁ ଈଶ୍ୱର ହୋଇପାର, କିନ୍ତୁ ତୁମେ ତୁମ ଅଫିସକୁ ଗଲେ ତୁମେ ଆଉ ଭଗବାନ ନୁହଁ। ତୁମର ଗୁରୁ ଭଗବାନ ଅଟନ୍ତି। ସେ ତୁମକୁ କିଛି କରିବାକୁ ନିର୍ଦ୍ଦେଶ ଦିଅନ୍ତି, ତୁମକୁ ତାହା କରିବାକୁ ପଡ଼ିବ। ତେଣୁ ଆମେ ଦାବି କରିପାରିବା ଯେ ଆମେ ସମସ୍ତେ ଭଗବାନ ଅଟୁ, କିନ୍ତୁ କେହି ଦାବି କରିପାରିବେ ନାହିଁ ଯେ ଆମେ ସର୍ବୋଚ୍ଚ ଭଗବାନ ଅଟୁ। ତାହା ସମ୍ଭବ ନୁହେଁ। ତାହା କେବଳ କୃଷ୍ଣ ଦାବି କରିପାରିବେ। ମତ୍ତଃ ପରତରମ୍ ନାନ୍ୟତ୍ କିଞ୍ଚିତ୍ ଅସ୍ତି ଧନଞ୍ଜୟ। ମୋର ପ୍ରିୟ ଧନଞ୍ଜୟ, ମୋ ଠାରୁ ଅଧିକ ଶ୍ରେଷ୍ଠ ବ୍ୟକ୍ତିତ୍ୱ କେହି ନାହିଁ ଏବଂ ସେ ଏହା ପ୍ରମାଣିତ କଲେ। ତେଣୁ ଭଗବାନ ଉତ୍ପାଦନ ହୋଇପାରିବେ ନାହିଁ। ଭଗବାନ ହେଉଛନ୍ତି ଭଗବାନ। 3 ମାସ ବୟସରେ ନିଜ ମାଆଙ୍କ କୋଳରେ ଥିବା କୃଷ୍ଣ ଭଗବାନ ଥିଲେ। ସେ ପୁତନାକୁ ହତ୍ୟା କରିପାରନ୍ତି। ତେଣୁ ତଥାକଥିତ ଧ୍ୟାନ ଏବଂ ରହସ୍ୟମୟ ଶକ୍ତି ଦ୍ୱାରା ଭଗବାନ ଉତ୍ପାଦନ ହୋଇପାରିବେ ନାହିଁ। ତୁମେ ଈଶ୍ୱରଙ୍କ କିଛି ଅମୂଳକ ଶକ୍ତି ପାଇପାରିବ, କିନ୍ତୁ ତୁମେ ଜାଣ ନାହିଁ ଭଗବାନ କେତେ ଶକ୍ତିଶାଳୀ ଅଟନ୍ତି ଏବଂ ତାହା ତୁମେ କେବେ ଜାଣିପାରିବ ନାହିଁ। ତେଣୁ ଜଣେ ବ୍ୟକ୍ତି ଅଳ୍ପ ଶକ୍ତି ହାସଲ କଲେ ସେ ନିଜକୁ ଭଗବାନ ମନେ କରେ। ସେ ଜାଣେ ନାହିଁ ଭଗବାନ କେତେ ଶକ୍ତିଶାଳୀ ଅଟନ୍ତି। ତେଣୁ ଶାସ୍ତ୍ର କୁହେ ଯେ ତୁମେ ନିଜ ବାତାବରଣରେ, ନିଜ ଅଧୀନରେ ଈଶ୍ୱର ହୋଇପାର। ତୁମେ ନିଜକୁ ଭଗବାନ ଭାବିପାର। ସମସ୍ତେ ସେପରି ଭାବନ୍ତି, କିନ୍ତୁ ସର୍ବୋପରି ଭଗବାନ ହେଉଛନ୍ତି କୃଷ୍ଣ। एको यो ବହୁନାମ ବିଦଧାତି କାମନ୍। ଉପନିଷଦରେ କୁହାଯାଇଛି ଯେ ଭଗବାନ ମଧ୍ୟ ମୋ ପରି, ତମ ପରି ଜଣେ ବ୍ୟକ୍ତିତ୍ୱ। ନିତ୍ୟୋ ନିତ୍ୟାନାମ ଚେତନା ଚେତନାନାମ। କିନ୍ତୁ ତାଙ୍କର ବ୍ୟକ୍ତିତ୍ୱ ତୁମର ବ୍ୟକ୍ତିତ୍ୱ ଠାରୁ, ମୋ ବ୍ୟକ୍ତିତ୍ୱ ଠାରୁ ଭିନ୍ନ ଅଟେ। ସେହି ପାର୍ଥକ୍ୟ କ'ଣ? एको यो ବହୁନାମ ବିଦଧାତି କାମନ୍। ସେ ଅନ୍ୟ ସମସ୍ତ ବ୍ୟକ୍ତିତ୍ୱର ସମସ୍ତ ଆବଶ୍ୟକତା ଯୋଗାନ୍ତି। ତାହା ହେଉଛି ପାର୍ଥକ୍ୟ। ଭଗବାନ ଆମକୁ ଖାଦ୍ୟ ଯୋଗାଉଛନ୍ତି। ଏହି ଧାରଣା ବାଇବେଲରେ ଅଛି। ଭଗବାନ ଆମକୁ ଆମର ଦୈନନ୍ଦିନ ଖାଦ୍ୟ ଦିଅ। ଏହା ଭଲ। ଈଶ୍ୱରଙ୍କ ଠାରୁ ସମସ୍ତ ସାମଗ୍ରୀ ଗ୍ରହଣ କରୁଛି ବୋଲି ସ୍ୱୀକାର କରି ଏହା ହେଉଛି ସ୍ୱୀକୃତି, ଏହା ହେଉଛି ପୁଣ୍ୟବାଦ। ଯଦି କେହି କୁହନ୍ତି ଓ ଭଗବାନ କ'ଣ, ଆମେ ଆମର ଖାଦ୍ୟ ତିଆରି କରୁଛୁ, ଠିକ୍ ଯେପରି ହେତୁବାଦୀ କୁହନ୍ତି, ସେମାନେ ଦୁଷ୍କୃତ, ମୂର୍ଖ। ଯଦି କେହି ଭଗବାନଙ୍କୁ କିଛି ମାଗିବା ପାଇଁ ଚର୍ଚ୍ଚ କିମ୍ବା ମନ୍ଦିରକୁ ଯାଆନ୍ତି ତେବେ ସେ ଧାର୍ମିକ ଅଟନ୍ତି। ଅନ୍ତତଃ ସେ ଭଗବାନଙ୍କ ନିକଟକୁ ଯାଇଛନ୍ତି। ତେଣୁ ଦିନେ ସେ ଉନ୍ନତ ଭକ୍ତ ହେଲେ। ସେ ଆଉ ପଚାରିବେ ନାହିଁ ଯେ, ସେ ଜାଣନ୍ତି ନାହିଁ ଯେ ମୁଁ କାହିଁକି ଭଗବାନଙ୍କୁ ବ୍ୟଥିତ କରିବି। ସେ ସମସ୍ତଙ୍କୁ ଖାଦ୍ୟ ଯୋଗାଉଛନ୍ତି, ତେଣୁ ମୁଁ ତାଙ୍କୁ ଖାଦ୍ୟ କାହିଁକି ମାଗିବି? ମୋର ଖାଦ୍ୟ ମଧ୍ୟ ଅଛି, ମୋତେ ତାଙ୍କ ସେବା କରିବାକୁ ଦିଅ। ତାହା ହେଉଛି ତାଙ୍କର ଉଚ୍ଚ ବୁଦ୍ଧି ଯେ ମୁଁ କାହିଁକି ଭଗବାନଙ୍କ ଠାରୁ ଖାଦ୍ୟ ମାଗିବି। ଭଗବାନ ବିଲେଇ, କୁକୁର, ପିମ୍ପୁଡ଼ି, ହାତୀଙ୍କୁ ଖାଦ୍ୟ ଯୋଗାଉଛନ୍ତି ଏବଂ ମୁଁ ଅଳ୍ପ ଖାଦ୍ୟ ଚାହୁଁଛି, ସେ ମୋତେ ଯୋଗାଇବେ ନାହିଁ।
विशेष करी जेतेबेले मु तांको सेवारे निजकु नियोजित करिछि। साधारण लोक निज सेवक को देय दियंती, तेबे ईश्वरଙ୍କ सेवारे नियोजित हेले मु कोन भोकरे रहिबि? एहा हेउछि बुद्धि, एहा हेउछि बुद्धि। मु काहेकि भगवान को व्यथित करिबि? जदि से पसंद करंती मु भोकरे रहिबि, मते फरक पड़िब नाही, किंतु मु प्रभुଙ୍କ सेवारे निजकु नियोजित करिबि। एहा हेउछि बुद्धि। बहुनाम जन्मनाम अन्ते ज्ञानवान माम प्रपद्यते। एही बुद्धि अनेक आत्म हृदयंगमर प्रयासर अनेक जन्म पर आसी थाए, एते सहजरे आसे नाही। तेणु भक्तଙ୍କ ପାଇଁ ଅଭାବର ପ୍ରଶ୍ନ ନାହିଁ। ଠିକ୍ ଯେପରି ଆଜି ସକାଳେ ମୁଁ ଜଣେ ଭଦ୍ରଲୋକଙ୍କ ସହ ଆଲୋଚନା କରୁଥିଲି। ଜଣେ ଭକ୍ତ ସବୁକିଛିର ଆବଶ୍ୟକତା କରନ୍ତି ନାହିଁ। ସେ କାହିଁ ଚାହିଁବି? ଆଦୌ ନୁହେଁ। ଏପରିକି ଯିଏ ଭକ୍ତ ନୁହନ୍ତି, ଯଦି ସେ ଈଶ୍ୱରଙ୍କ ଠାରୁ ସବୁ ସାମଗ୍ରୀ ନେଉଛନ୍ତି, ତେବେ ଭକ୍ତ କିପରି ପାଇବେ ନାହିଁ? ଠିକ୍ ଯେପରି ସରକାରଙ୍କ ପରି ଯଦିଓ ଜେଲ୍ ଘର ଅଛି, ସରକାର ଖାଦ୍ୟ ଯୋଗାଉଛନ୍ତି, ତାହା ନୁହେଁ ଯେ ସେମାନେ ଜେଲ୍ ଘରକୁ ଯାଇଛନ୍ତି, ସେମାନେ ଭୋକରେ ଅଛନ୍ତି। ବରଂ ଯେଉଁମାନେ ବେକାର ଅଛନ୍ତି ସେମାନେ ଜେଲ୍ ଘରକୁ ପସନ୍ଦ କରନ୍ତି, କାରଣ ବିନା ସେବାରେ ମାଗଣା ଖାଦ୍ୟ ମିଳେ। ତେଣୁ ଏହି ବସ୍ତୁ ଜଗତରେ ସେମାନେ ବନ୍ଦୀ ଅଟନ୍ତି। ବ୍ରାହ୍ମଣ ଯନ୍ତ୍ର ରୂଢ଼ାଣି ମାୟାୟା ଈଶ୍ୱରଃ ସର୍ବଭୂତାନାଂ ହୃଦୟେ ଅର୍ଜୁନ ତିଷ୍ଠତି। ଈଶ୍ୱର ସର୍ବୋଚ୍ଚ ପ୍ରଭୁ କୃଷ୍ଣ ଋଷିକେଶ ରୂପେ ସମସ୍ତଙ୍କ ହୃଦୟରେ ବାସ କରନ୍ତି, ପରମାତ୍ମା ରୂପେ ଏବଂ ମାର୍ଗଦର୍ଶନ କରୁଛନ୍ତି। ବେଦରେ ଏହା ନିଶ୍ଚିତ ହୋଇଛି ଯେ ଗୋଟିଏ ଗଛରେ ଦୁଇଟି ପକ୍ଷୀ ବସିଛନ୍ତି, ଜଣେ ହେଉଛନ୍ତି କୃଷ୍ଣ ଏବଂ ଅନ୍ୟଟି ଜୀବନ୍ତ ସଂସ୍ଥା ପରମାତ୍ମା ଏବଂ ଜୀବାତ୍ମା। ଜୀବାତ୍ମା ଫଳ ଖାଉଛି ଏବଂ ପରମାତ୍ମା କେବଳ ସାକ୍ଷୀ ଅଟନ୍ତି। ଅନୁମନ୍ତା ଉପଦ୍ରଷ୍ଟା। ପରମାତ୍ମା ଦେଖୁଛନ୍ତି, ଋଷିକେଶ ଦେଖୁଛନ୍ତି, ତୁମେ ଏହା କରୁଛ। ତେଣୁ ଆମେ ହୁଏତ ଭୁଲିପାରିବା ଆମର ପୂର୍ବ ଜୀବନରେ କ'ଣ ଉପଦ୍ରବ କରିଥିଲୁ, କିନ୍ତୁ ପରମାତ୍ମା ସାକ୍ଷୀ ଅଛନ୍ତି। ତୁମ କାମ ଅନୁଯାୟୀ ତୁମକୁ ଏକ ଶରୀର ମିଳିବ। କର୍ମଣା ଦୈବ ନେତ୍ରେଣା। ତୁମେ କାମ କରୁଛ ଯାହା ପରମାତ୍ମାଙ୍କ ଦ୍ୱାରା ସାକ୍ଷୀ ହେଉଛି ଏବଂ ସେ ମଧ୍ୟ ଉପଦେଶ ଦେଉଛନ୍ତି, କାରଣ ଆମେ କୃଷ୍ଣଙ୍କୁ ଭୁଲି ଯାଉଛୁ, କୃଷ୍ଣ ବିରୁଦ୍ଧରେ ବିଦ୍ରୋହ କରୁଛୁ। ଆମେ ଆମର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବାକୁ ଚାହୁଁ, ଯେପରି ପିଲା ନିଜ ଇଚ୍ଛା ଅନୁଯାୟୀ କିଛି କରିବାକୁ ଚାହେଁ। ବାପା ଯାଞ୍ଚ କରନ୍ତି, ମୋର ପ୍ରିୟ ସନ୍ତାନ ଏହା କର ନାହିଁ, କିନ୍ତୁ ସେ ପସନ୍ଦ କଲେ, ସ୍ଥିର କଲେ, ବାପା କୁହନ୍ତି ଠିକ୍ ଅଛି ତୁମେ ତାହା କର। ଏହା ହେଉଛି ଅବସ୍ଥାନ। ଋଷିକେଶ ପରମାତ୍ମା ସେ ସର୍ବଦା ଆମକୁ ମାର୍ଗଦର୍ଶନ କରନ୍ତି, କିନ୍ତୁ ଆମେ ତାଙ୍କ ମାର୍ଗଦର୍ଶନକୁ ଗ୍ରହଣ କରୁନାହୁଁ। ଏହା ଆମ ସ୍ଥିତି। ଅର୍ଜୁନ କୃଷ୍ଣଙ୍କୁ ଗ୍ରହଣ କରିଛନ୍ତି ଯେ ମୁଁ ତୁମ ଦ୍ୱାରା ମାର୍ଗଦର୍ଶନ ହେବି, ଯଦିଓ ତୁମେ ଯୁଦ୍ଧ କରିବ ନାହିଁ। ତେଣୁ ଏଠାରେ କୁହାଯାଏ ଋଷିକେଶ ସେ ଅର୍ଜୁନଙ୍କୁ ମାର୍ଗଦର୍ଶନ କରୁଛନ୍ତି। ଋଷିକ ଅର୍ଥ ହେଉଛି ଇନ୍ଦ୍ରିୟ ଗୁଡ଼ିକ। ଋଷିକ ଈଶ, ଈଶ ଅର୍ଥାତ୍ ପ୍ରଭୁ, ଗୁରୁ, ଈଶ୍ୱର କିମ୍ବା ଈଶ। ତେଣୁ ଋଷିକେଶ ବାସ୍ତବରେ ଇନ୍ଦ୍ରିୟମାନଙ୍କର ଗୁରୁ ଅଟନ୍ତି। ଭଗବଦ୍ ଗୀତାରେ ତୁମେ ପାଇବ 11 ଅଧ୍ୟାୟରେ କୁହାଯାଇଛି ସର୍ବତଃ ପାଣି ପଦସ୍ତେ। ଭଗବାନଙ୍କ ହାତ ଏବଂ ଗୋଡ଼ ବ୍ରହ୍ମାଣ୍ଡରେ ସବୁଆଡ଼େ ଅଛି। ତାହା କ'ଣ? ଆମର ହାତ ଗୋଡ଼। ଏହା ହେଉଛି ଈଶ୍ୱରଙ୍କ ହାତ, ଈଶ୍ୱରଙ୍କ ଗୋଡ଼। ସେ ହେଉଛନ୍ତି ଗୁରୁ। ମୁଁ ଦାବି କରୁଛି ଏହା ମୋର ହାତ, କିନ୍ତୁ ଭଗବାନ ତୁମର ହାତର ଶକ୍ତି ପ୍ରତ୍ୟାହାର କରିବା ମାତ୍ରେ ଏହା ପକ୍ଷାଘାତ ହୋଇଯାଏ। ତୁମେ ମରାମତି କରିପାରିବ ନାହିଁ। ତେଣୁ ପ୍ରକୃତ ମାଲିକ ହେଉଛନ୍ତି କୃଷ୍ଣ, ଆପଣ ମାଲିକ ନୁହନ୍ତି। ଏହାକୁ ବ୍ୟବହାର କରିବା ପାଇଁ ତୁମକୁ ସୁବିଧା ଦିଆଯାଇଛି। ଏହାକୁ ଇନ୍ଦ୍ରିୟ ସନ୍ତୁଷ୍ଟତା ପାଇଁ ନୁହେଁ, ବରଂ ପ୍ରଭୁଙ୍କ ସନ୍ତୁଷ୍ଟତା ପାଇଁ ବ୍ୟବହାର କର। ତାପରେ ତୁମର ଜୀବନ ସିଦ୍ଧ ହେବ, କାରଣ ସବୁ କୃଷ୍ଣଙ୍କର ଅଟେ। ସେ ହେଉଛନ୍ତି ଋଷିକେଶ, ସେ ହେଉଛନ୍ତି ଗୁରୁ। ଯେପରି ଆମେ ଏଇ ଘରେ ବସିଛୁ, କେହି ଆମକୁ ଦେଇଛନ୍ତି, ସେହିପରି ସବୁକିଛି ଭଗବାନଙ୍କର ଅଟେ। ଏହା ହେଉଛି ଆତ୍ମ ହୃଦୟଙ୍ଗମ। ମୋର ଶରୀର ଈଶ୍ୱରଙ୍କର, ମୋର ମନ
ଈଶ୍ୱରଙ୍କର, ମୋର ବୁଦ୍ଧି ଈଶ୍ୱରଙ୍କର, ମୁଁ ଆତ୍ମା ପ୍ରାଣ ଭଗବାନଙ୍କ ଅଂଶ ଅଟେ। ତେଣୁ ସବୁକିଛି ଈଶାବସ୍ୟମ୍ ଇଦମ୍ ସର୍ବମ୍, ସବୁକିଛି ଭଗବାନଙ୍କର ଅଟେ। ତେଣୁ ଯଦି ତୁମେ ଏହାକୁ ଭଗବାନଙ୍କ ପାଇଁ ବ୍ୟବହାର କରୁନାହଁ, ଏହାକୁ ଭୂତବାଦ କୁହାଯାଏ ଏବଂ ଏହାକୁ ଭଗବାନ ପାଇଁ ବ୍ୟବହାର କଲେ ତାହା ହେଉଛି ଭକ୍ତି। ଖାଲି ଏତିକି, ଜଣେ ହୃଦୟଙ୍ଗମ କରିବା ଉଚିତ ଯେ ସବୁକିଛି ଭଗବାନଙ୍କର ଅଟେ, ମୋର କିଛି ନୁହେଁ। ଏପରିକି ଏହି ଶରୀର ମୋତେ ଦେଇଛନ୍ତି। ଏକ ଭିନ୍ନ ଶରୀର କାହିଁକି? ଭିନ୍ନ ଶରୀର ହେଉଛି ଭଗବାନ ଆମ କର୍ମ ଅନୁଯାୟୀ ଆମକୁ ଭିନ୍ନ ଶରୀର ଦିଅନ୍ତି। ତାହା ବ୍ୟାଖ୍ୟା କରାଯାଇଛି। କର୍ମଣା ଦୈବ ନେତ୍ରୀଣା ଜନ୍ତୁର୍ଦେହୋପତ୍ୟତେ। ଆମେ କିପରି ଏକ ଭିନ୍ନ ପ୍ରକାରର ଶରୀର ପାଇପାରିବା? ଆମ ପାଖରେ ବିଭିନ୍ନ ପ୍ରକାରର ଶରୀର ଅଛି, କାରଣ ଆମର ଅତୀତର କର୍ମ ଅନୁଯାୟୀ ଆମେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଶରୀର ସୃଷ୍ଟି କରିଛୁ ଏବଂ ବର୍ତ୍ତମାନ ଆମେ ସେହି ଶରୀରରେ ପ୍ରବେଶ କରି ଅତୀତର କର୍ମ ଅନୁଯାୟୀ କାର୍ଯ୍ୟ କରିଛୁ। ଖ୍ରୀଷ୍ଟିଆନ ଧର୍ମଶାସ୍ତ୍ରୀମାନେ କର୍ମରେ ବିଶ୍ୱାସ କରନ୍ତି ନାହିଁ। ମୁଁ ଖ୍ରୀଷ୍ଟିଆନ କଲେଜ ସ୍କଟିଶ ଚର୍ଚ୍ଚ କଲେଜର ଛାତ୍ର ଥିଲି। ତେଣୁ ସେତେବେଳେ ପ୍ରୋଫେସର ଡକ୍ଟର WS ଅର୍କୁହାଟ, ତେଣୁ ମୁଁ ତାଙ୍କ ବକ୍ତବ୍ୟ ଶୁଣିଥିଲି ଯେ ସେ କର୍ମରେ ବିଶ୍ୱାସ କରନ୍ତି ନାହିଁ। ସେ କହିଥିଲେ, ଯଦି ମୁଁ ମୋର ପୂର୍ବ କର୍ମ ପାଇଁ ଯନ୍ତ୍ରଣା ଭୋଗୁଛି ତେବେ ତାର ସାକ୍ଷୀ କିଏ? କାରଣ କିଛି ସାକ୍ଷୀ ନିଶ୍ଚିତ ଥିବେ ଯେ ମୁଁ ଏହା କରିସାରିଛି। କିନ୍ତୁ ସେତେବେଳେ ଆମେ ବହୁତ ଅଭିଜ୍ଞ ନଥିଲୁ। କିନ୍ତୁ ଏହି ଋଷିକେଶ ହେଉଛି ସାକ୍ଷୀ, ଅନୁମନ୍ତା ଉପଦ୍ରଷ୍ଟା। ସେ କେବଳ ଦେଖୁଛନ୍ତି। ତେଣୁ ଖ୍ରୀଷ୍ଟିଆନମାନଙ୍କର କୌଣସି ପରମାତ୍ମା ଧାରଣା ନାହିଁ। ବେଳେବେଳେ ସେମାନେ ପବିତ୍ର ରାକ୍ଷସ କୁହନ୍ତି। ଏକ ସ୍ପଷ୍ଟ ଧାରଣା ନୁହେଁ, କିନ୍ତୁ ଏହି ଋଷିକେଶ ଏକ ସ୍ପଷ୍ଟ ଧାରଣା। ଋଷିକେଶ ଋଷିକ। ତେଣୁ ଏହି ଭକ୍ତିପଥ ଇନ୍ଦ୍ରିୟଙ୍କର ଗୁରୁ ସନ୍ତୁଷ୍ଟ କରିବା ପାଇଁ ଉଦ୍ଦିଷ୍ଟ। ଋଷିକେନ ଋଷିକେଶ ସେବନମ ଭକ୍ତିରୁଚ୍ୟତେ। ଋଷିକେନ, ତୁମର ଇନ୍ଦ୍ରିୟ ଦ୍ୱାରା ତୁମେ ଋଷିକେଶ, ଇନ୍ଦ୍ରିୟଙ୍କ ଗୁରୁର ସେବା କଲେ ତାହାକୁ ଭକ୍ତି କୁହାଯାଏ। ଏହା ହେଉଛି ଭକ୍ତିର ଅର୍ଥ। ଋଷିକେନ ଋଷିକେଶ ସେବନମ ଭକ୍ତିର ଉଚ୍ୟତେ। ନାରଦ ପଞ୍ଚରତ୍ନ। ତେଣୁ ତାହା ହେଉଛି ଆମର ବ୍ୟବସାୟ, ତାହା ହେଉଛି ଆତ୍ମନିର୍ଭରଶୀଳତା। ଈଶାବସ୍ୟମ୍ ଇଦମ୍ ସର୍ବମ୍, ସବୁକିଛି ପରମେଶ୍ୱରଙ୍କର, କିଛି ଆମର ନୁହେଁ। ଏହା ହେଉଛି ଭାଗବତ ସାମ୍ପ୍ରଦାୟିକତା। ହେତୁବାଦୀ ଭାବରେ ସେମାନେ କୁହନ୍ତି ସବୁକିଛି ରାଜ୍ୟର ଅଟେ। ଆମେ କହୁ ସବୁକିଛି ଭଗବାନଙ୍କର ଅଟେ। ଆମେ କଦାପି କହିବୁ ନାହିଁ ଯେ କିଛି କାହାର ଅଟେ। ନା, ଏହା ଭାଗବତ ସାମ୍ପ୍ରଦାୟିକତା। ତେଣୁ ସବୁକିଛି ଈଶ୍ୱରଙ୍କର ଅଟେ। ତେଣୁ ଜଣେ ଈଶ୍ୱରଙ୍କ ସମ୍ପତ୍ତିକୁ ଯେତିକି ଆବଶ୍ୟକ ସେତିକି ବ୍ୟବହାର କରିପାରିବ, ତାଠାରୁ ଅଧିକ ନୁହେଁ। ତାପରେ ସେ ଚୋର ହେବ, ସେ ଦଣ୍ଡିତ ହେବ। ଠିକ୍ ପିତାଙ୍କ ସମ୍ପତ୍ତି ପରି ପ୍ରତ୍ୟେକ ପୁଅ ପିତାଙ୍କର ସୁରକ୍ଷାରେ ବଞ୍ଚିବାର ଅଧିକାର ପାଇଛନ୍ତି। ମା ଗୃଧକସ୍ୟ ସ୍ୱଧନମ୍। ତାହା ହେଉଛି ଆଧ୍ୟାତ୍ମିକ ସାମ୍ପ୍ରଦାୟିକତା। ଏହି ବ୍ରହ୍ମାଣ୍ଡ ଭିତରେ ସବୁ ଧନ ଈଶ୍ୱରଙ୍କର ଅଟନ୍ତି ଏବଂ ଆମେ ଈଶ୍ୱରଙ୍କ ପୁତ୍ର ଭାବରେ ଏହି ଧନରୁ ଲାଭ ଉଠାଇବାକୁ ଅଧିକାର ରଖୁ, କିନ୍ତୁ ଆବଶ୍ୟକତା ଠାରୁ ଅଧିକ ନୁହେଁ। ଖାଲି ଏତିକି। ଏହା ଆଧ୍ୟାତ୍ମିକ ସାମ୍ପ୍ରଦାୟିକତା ଅଟେ। ତୁମେ ଅଧିକ ନେଲେ ତାହା ଦଣ୍ଡନୀୟ ହେବ। ଏହା ହେଉଛି ପ୍ରକୃତିର ନିୟମ। ତେଣୁ ଜୀବନର ଲକ୍ଷ୍ୟ ବୁଝିବା ଉଚିତ ଯେ ପ୍ରତ୍ୟେକ ଜାଣିବା ଏହା ହେଉଛି ଆତ୍ମହୃଦୟଙ୍ଗମ ଯେ ସବୁକିଛି ଭଗବାନଙ୍କର ଅଟେ, ଆମର କିଛି ନୁହେଁ। ଏହା ହେଉଛି ଆତ୍ମହୃଦୟଙ୍ଗମ, ମୁଁ ମଧ୍ୟ ଈଶ୍ୱରଙ୍କର ଅଟେ। ମୋର ଶରୀର 5ଟି ଉପାଦାନରେ ନିର୍ମିତ। ମୋଟ ଶରୀର ଭୂମିର ଅପୋ ନଲୋ ବାୟୁ, ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ। ଏହା ହେଉଛି ମୋଟ ଶରୀର ଏବଂ ସୂକ୍ଷ୍ମ ଶରୀର। ଖମ୍ ମନୋ ବୁଦ୍ଧିର୍ ଏବ, ମନ, ବୁଦ୍ଧି, ଅଭିମାନ, ଏହି 8ଟି କୃଷ୍ଣ କୁହନ୍ତି ଭିନ୍ନ ମେ ପ୍ରକୃତିର ଅଷ୍ଟଧା। ଏହି 8 ପ୍ରକାରର ପ୍ରକୃତି ସେମାନେ ମୋର ଶକ୍ତି ଅଟନ୍ତି। ତେଣୁ ଏହି ସମଗ୍ର ବ୍ରହ୍ମାଣ୍ଡ କୃଷ୍ଣର ବସ୍ତୁ ଶକ୍ତିର ସୃଷ୍ଟି ଅଟେ। ଆମେ କୃଷ୍ଣଙ୍କର ମାର୍ଜିନ ଶକ୍ତି ଅଟୁ। ତେଣୁ ଆମେ
ବର୍ତ୍ତମାନ ଏହି ବସ୍ତୁ ଶକ୍ତିରେ ରଖାଯାଅ, କାରଣ ଆମେ ଏହି ବସ୍ତୁ ଜଗତକୁ ଉପଭୋଗ କରିବାକୁ ଚାହୁଁ। ଆଧ୍ୟାତ୍ମିକ ଦୁନିଆରେ କେବଳ ଉପଭୋଗକାରୀ ହେଉଛନ୍ତି କୃଷ୍ଣ। ଆଧ୍ୟାତ୍ମିକ କିମ୍ବା ବସ୍ତୁ ଜଗତରେ ସେ ଏକମାତ୍ର ଉପଭୋଗକାରୀ ଅଟନ୍ତି। ଭଗବଦ୍ ଗୀତାରେ ଉଲ୍ଲେଖ କରାଯାଇଛି, ଭୋକ୍ତାରାମ ଯଜ୍ଞ ତପସମ୍ ସର୍ବଲୋକ ମହେଶ୍ୱରମ୍। ମୁଁ ଉପଭୋଗକାରୀ ଅଟେ। ତେଣୁ ଏହା ବୁଝିବାକୁ ହେବ ଯେ ସେ ସର୍ବୋଚ୍ଚ ଭୋଗକାରୀ ଅଟନ୍ତି। ସେ ମଧ୍ୟ ମୋର ଶକ୍ତି ଉପଭୋଗ କରନ୍ତି, କାରଣ ମୋର ଶକ୍ତି କୃଷ୍ଣଙ୍କର ଶକ୍ତିରୁ ଉତ୍ପନ୍ନ। ଯେପରି ମାଲିକ ଏବଂ ସେବକ। ମାଲିକ ତାଙ୍କୁ ଆରାମ ଖାଦ୍ୟ ପାଇଁ କିଛି ଦେଉଛନ୍ତି, ସେ ଶକ୍ତି ପ୍ରାପ୍ତ କରୁଛନ୍ତି। ତେବେ ଶକ୍ତି କିପରି ବ୍ୟବହାର କରାଯିବା ଉଚିତ? ଗୁରୁଙ୍କ ପାଇଁ, ତାଙ୍କ ଇନ୍ଦ୍ରିୟ ସନ୍ତୋଷ ପାଇଁ ନୁହେଁ। ଏହା ହେଉଛି ଜୀବନର ସିଦ୍ଧତା। ତୁମେ ତୁମର ଶକ୍ତି ଦ୍ୱାରା କିଛି ଉତ୍ପାଦନ କର, କିନ୍ତୁ ଏହାକୁ ତୁମର ଇନ୍ଦ୍ରିୟ ସନ୍ତୁଷ୍ଟତା ପାଇଁ ବ୍ୟବହାର କର ନାହିଁ। ତାପରେ ତୁମେ ସିଦ୍ଧ ହୁଅ। ଏବଂ ଯଦି ତୁମେ କରିବାକୁ ଚାହଁ, ତେବେ ଋଷିକେଶ ଇନ୍ଦ୍ରିୟଙ୍କର ଗୁରୁ ତୁମକୁ ଏହା କରିବା ପାଇଁ ବୁଦ୍ଧି ଦେବେ, ଯେପରି ସେ ଅର୍ଜୁନଙ୍କୁ ବୁଦ୍ଧି ଦେଉଛନ୍ତି। ତେଣୁ ସେ ଋଷିକେଶ ଭାବରେ ଉଲ୍ଲେଖ କରାଯାଇଛନ୍ତି। କିପରି ବିଜୟୀ ହେବେ? କୃଷ୍ଣଙ୍କ ପାଇଁ ଶକ୍ତି କିପରି ବ୍ୟବହାର କରିବ? କୃଷ୍ଣ ଯୁଦ୍ଧ ଚାହୁଁଥିଲେ। ଅର୍ଜୁନ ଜଣେ ସୈନିକ ଥିଲେ। ସେ ନିଜର ସାମରିକ ଶକ୍ତିକୁ କୃଷ୍ଣଙ୍କ ଉଦ୍ଦେଶ୍ୟରେ ବ୍ୟବହାର କଲେ। ତାହା ହେଉଛି ଜୀବନର ସିଦ୍ଧତା। ତେଣୁ ତୁମେ ଯାହା ପାଇଛ ତାହାକୁ କୃଷ୍ଣଙ୍କ ପାଇଁ ବ୍ୟବହାର କଲେ। ଋଷିକେନ ଋଷିକେଶ ସେବନମ୍ ଭକ୍ତି, ତାହା ହେଉଛି ଭକ୍ତି। ଯୁଦ୍ଧ କରି ମଧ୍ୟ ତୁମେ ଅର୍ଜୁନଙ୍କ ପରି ଜଣେ ମହାନ ଭକ୍ତ ହୋଇପାରିବ। ସେ ଜପ କରୁନଥିଲେ, କିନ୍ତୁ ସେ ଯୁଦ୍ଧ କରୁଥିଲେ। ତଥାପି ଭକ୍ତୋସି ପ୍ରିୟୋସି ମେ। କୃଷ୍ଣ କୁହନ୍ତି, ଓ ତୁମେ ମୋର ମହାନ ଭକ୍ତ ଅଟ। ଲୋକମାନେ କହିପାରନ୍ତି ଯେ ସେ ଜପ କରୁନଥିଲେ, ଯୁଦ୍ଧ କରୁଥିଲେ। ସେ କିପରି ଜଣେ ମହାନ ଭକ୍ତ ହେଲେ? କିନ୍ତୁ କୃଷ୍ଣ କୁହନ୍ତି, ଭକ୍ତୋସି ପ୍ରିୟୋସି ମେ। ତୁମେ ମୋର ପ୍ରିୟ ବନ୍ଧୁ, ତୁମେ ମୋର ଭକ୍ତ, କାରଣ ତୁମେ ମୋ ପାଇଁ ତୁମର ଶକ୍ତି ବ୍ୟବହାର କରୁଛ। ତେଣୁ ଭକ୍ତିର ଅର୍ଥ ହେଉଛି ତୁମେ କୃଷ୍ଣଙ୍କ ପାଇଁ ତୁମର ଶକ୍ତି ବ୍ୟବହାର କରୁଛ। ତାପରେ ତୁମର ଜୀବନ ସିଦ୍ଧ ଅଟେ। ଧନ୍ୟବାଦ।